ऐसे देखो। टिके टिके सर ओम एक मिनट। ॐ सहना भवतु सहनौ भुनक्तु सह वीर्यं करवावहे तेजस्विनावधीतमस्तु मा विद्विषावहे। ॐ शान्तिः शान्तिः शान्तिः। गुरुर्ब्रह्मा गुरुर्विष्णु गुरुर्देवो महेश्वर गुरुरेव परं ब्रह्म तस्मै श्रीगुरवे नमः तस्मै श्रीगुरवे नमः। ॐ पूर्णमदः पूर्णमिदं पूर्णात् पूर्णम् उदच्यते पूर्णस्य पूर्णमादाय पूर्णमेवावशिष्यते। ॐ शान्तिः शान्तिः शान्तिः। हरि ओम श्री गुरुभ्यो नमः। हरि ओम हरि ओम। ईशावास्य उपनिषदर नवम कक्षा को आपण मानक सब समस्त हार्दिक स्वागत। आज आम मैंने गत थर जो आरंभ करते 9 नंबर मंत्र आज आम 9, 10, 11 तीनोटी मंत्र देखा। मु पाठ करी आपण मैंने रिपीट करेंगे। अंधं तम प्रविशन्ति ये अविद्यामुपासते ततो भूय इव ते तमः यावो विद्यायागं रतः अन्यदेवाहुविद्यया अन्यदाहुरविद्यया इति शुश्रूमधीराणां येनस्तद्विचक्षिरे विद्यां च यस्तद्वेदो भयगं सः अविद्यया मृत्युं तीर्त्वा विद्यामृतमश्नुते अविद्यया मृत्युं तीर्त्वा विद्यामृतमश्नुते। हरि ओम। गत थर आमे माने देखी कौन ये 9 नंबर मंत्रटी कहीं गोटे कर्म उपासना कर्म ये मंत्रटी कहीं तार अनेक तर्क आम देखी। बर्तमान मो मोटामोटी भाव में आपण मानक कहबी जे 1 ରୁ 8 नंबर मंत्र पर्यंत प्रकृत में ईशावास्य उपनिषदर ज्ञान प्रकरण आसी सरीगला। बर्तमान आम 9, 10, 11 मंत्र 12, 13, 14 पर शेष 4टी एमती 3टी प्रकार मंत्र आम पढ़ापी जाऊँ। 9, 10, 11 गोटे प्रकार विचार अच्छी सेठी है कर्म और उपासनार समुचय। माने कर्म कला समय कर्म सहित आम उपासना को पालन कले केमती आमर परम कल्याण हम से कथा ये बताए। कर्म उपासनार समुचय कथा कहुई 9, 10, 11 मंत्र सेपरी 12, 13, 14 जो 3टी मंत्र से 3टी मंत्र निर्गुण निराकार ब्रह्म और सगुण ब्रह्म ये 2टी जाक ब्रह्मर उपासना निर्गुण उपासना सगुण उपासना ये 2टी विषय विशद भाव में कहुई। सेपरी शेष 4टी मंत्र कौन गोटे साधक शेष प्रार्थना बहुत महत्वपूर्ण प्रार्थना से 4टी प्रार्थना आम जाना कथा जो जोटे शेष 4टी 18, 17, 16, 15, 16, 17, 18 ये 4टी मंत्र की प्रार्थना साधक करुच्ची शेष समय से आम जाना उचित। तेणु 9, 10, 11 हूँ कर्म एवं उपासना विषय दिखाई। गत थर आम कि सामान्य भाव देखुले अंधम तम प्रविशन्ति ये अविद्यामुपासते ततो भूय इव ते तमः यो विद्यायागं रतः। अंधं तम प्रविशन्ति
ହେଲେ ସିଏ ଅନ୍ଧକାର ଲୋକକୁ ପ୍ରବେଶ କରନ୍ତି, ଯାଇ ପହଞ୍ଚନ୍ତି। ଅନ୍ଧକାର ଲୋକକୁ ମାନେ କ'ଣ? ଗୋଟିଏ ଘର ଯଦି ଅନ୍ଧାର ହେଇଛି, ଆପଣ ତା ଭିତରକୁ ପଶିଲେ କେଉଁଟା କ'ଣ ବୋଲି ଦେଖିପାରିବେ କି? ଦେଖିପାରିବେ ନାହିଁ। ସବୁ ଜିନିଷ ଥାଇକି ମଧ୍ୟ ଆପଣ ଦେଖିପାରିବେ ନାହିଁ, ଜାଣିପାରିବେ ନାହିଁ। ତେଣୁ କହୁଛି ଗୋଟେ ଅନ୍ଧକାର ଲୋକରେ ଯାଇ ଆମେ ପ୍ରବେଶ କରିବା, ଯେଉଁଠି ଆମେ କିଛି ଜାଣିପାରିବା ନାହିଁ, ଆମର ବିବେକ ଜ୍ଞାନ କିଛି ରହିବ ନାହିଁ, ହିତାହିତ ଜ୍ଞାନ କିଛି ରହିବ ନାହିଁ। ହେଲେ କେମିତି ହେବ? ଏଇଟା କେଉଁଠୁ ଆସିବ? ଅନ୍ଧଂ ତମଃ ପ୍ରବିଶନ୍ତି। ତାକୁ ମଧ୍ୟ ଆମେ 3 ନମ୍ବର ମନ୍ତ୍ରରେ ପଢ଼ୁଥିଲେ, ଅସୂର୍ୟା ନାମତେ ଲୋକ ଅନ୍ଧେନ ତମସା ବୃତାଃ। ହେଲେ ସୂର୍ଯ୍ୟରହିତ ଲୋକ ମାନେ ଯେଉଁଠି ଆଲୋକ ନଥିବ ଲୋକ। ଆଲୋକ ନଥିବ ଲୋକର ଅର୍ଥ କ'ଣ? ନା ଅର୍ଥାତ୍ କ'ଣ? ମଣିଷର ବିବେକ ଜ୍ଞାନ ହଜିଯିବ, ସେ ପରମ ବିବେକୀ ହେବ ନାହିଁ। ଅସୂର୍ୟା ନାମତେ ଲୋକାଃ। ହେଲେ କ'ଣ ନା ମୁଁ ଗୋଟିଏ ବା ଅନ୍ୟ ପ୍ରକାର କହିଲେ ଗୋଟିଏ ଯୋନିକୁ ସେ ଯାଇକି ଜନ୍ମ ହେବ ଯେଉଁଠି ଆତ୍ମଜ୍ଞାନର କୌଣସି ସମ୍ଭାବନା ନଥିବ। ଅସୂର୍ୟା ନାମତେ ଲୋକାଃ ଯାହା ଅନ୍ଧଂ ତମ ପ୍ରବିଶନ୍ତି ତାହା। ଏହି ପ୍ରକାର ଫଳ ମିଳିବ। ହେଲେ କ'ଣ କଲେ ଏମିତି ଫଳ ମିଳିବ? ଇଏ ଅବିଦ୍ୟା ଉପାସତେ। ଇଏ ମାନେ ଯିଏ କେହି ହୁଅନ୍ତୁ ନା କାହିଁକି, ଅବିଦ୍ୟା ଉପାସତେ କହିଲେ ଯିଏ ଅବିଦ୍ୟାର ଉପାସନା କରନ୍ତି। ଆଜ୍ଞା ଅବିଦ୍ୟା ଗୋଟେ ଜିନିଷ, ତାର ପୁଣି କେବେ ଉପାସନା କିଏ କ'ଣ କଲେନି? ଆମେ ଅନ୍ୟ କ'ଣ କଥା କହିଲେ ତାର ଉପାସନା କୁହନ୍ତି, ଅବିଦ୍ୟାର ଉପାସନା। ହେଲେ ଅବିଦ୍ୟା ମାନେ କ'ଣ? ଅବିଦ୍ୟା ମାନେ କର୍ମକୁ ଅବିଦ୍ୟା କୁହାହେଉଛି। କହିଲେ ଆଜ୍ଞା କର୍ମ ଏତେ ବଡ଼ ଜିନିଷ, ଏ କର୍ମ ଦ୍ୱାରା ଏ ସମଗ୍ର ସୃଷ୍ଟି ବନିଛି, ଆପଣ କର୍ମକୁ ଅବିଦ୍ୟା ବୋଲି କହୁଛନ୍ତି? ହେଲେ ହଁ, ଆମେ ଯେଉଁ କର୍ମକୁ ଏତେ ବଡ଼ ମହତ୍ତ୍ୱ ଦେଉଛନ୍ତି, ସେ କର୍ମଟିର ସ୍ୱରୂପ ହେଉଛି ଅବିଦ୍ୟା ସ୍ୱରୂପ। କହିଲେ ଯେମିତି ଆପଣ ସ୍ୱପ୍ନଟି ମଧ୍ୟ ଆବିଦ୍ୟକ ଭାବରେ ବନୁଛି। ସ୍ୱପ୍ନ ଆପଣ କେମିତି ବନାଉଛନ୍ତି? ନା ଆପଣଙ୍କୁ ଗୋଟେ ଜିନିଷ ଖାଇବାର ଇଚ୍ଛା ଥିଲା, ଆପଣ ଜାଗ୍ରତ ଅବସ୍ଥାରେ ଖାଇପାରିଲେ ନାହିଁ। ଆଉ ସ୍ୱପ୍ନରେ କ'ଣ ନା ଆପଣଙ୍କ ମନ ନିଜକୁ ଗୋଟିଏ ସ୍ୱପ୍ନ ପୁରୁଷ ବନେଇଲା, ଫେର ସେ ରସଗୋଲାଟି ବନେଇଲା, ଫେର ସେ ଖାଇବାଟି ଭୋଗଟି ବି କଲା। ହେଲେ ଯେଉଁ ସ୍ୱପ୍ନ ଜଗତଟି ବନେଇଲା, ଭୋକ୍ତା ଭୋଜ୍ୟ ଭୋଗ ଏସବୁ କଥା ଗୁଡ଼ିକ ହେଲା, ଏଗୁଡ଼ିକ ଯେମିତି କହିଲେ କ'ଣ ନା ଏଗୁଡ଼ିକ ଆବିଦ୍ୟକ ଭାବରେ ସେ ବନେଇଥିଲା, ମନକଳ୍ପିତ ଭାବରେ ସେଗୁଡ଼ିକ ସବୁ ବନେଇଥିଲା। ସେହିପରି ଆପଣ ଯେଉଁ ଜାଗତିକ ସୃଷ୍ଟିରେ ଆପଣ ଯାହା ଦେଖୁଛନ୍ତି, କହିଲେ ଆପଣ ଯେଉଁ ଘରଟି ରହିଛନ୍ତି, ସେ ଘରଟି କିଏ ବନେଇଛି? ଏ ଆପଣଙ୍କର ମନକଳ୍ପନାର ରୂପ ସିଏ। ଆପଣ ଗୋଟିଏ ପାଠ ପଢ଼ିଛନ୍ତି, ସେ ପାଠଟି କିଏ ବନେଇଛି? ଆପଣଙ୍କ ମନକଳ୍ପନାର ରୂପ। ଆପଣ ଗୋଟେ ଉପାଧିରେ ଅଛନ୍ତି, ପଦବୀରେ ଅଛନ୍ତି, ଏଠି କିଏ ବନେଇଲା? ଆପଣଙ୍କର କଳ୍ପନାଟି ସାକାର ହେଲା, ସେଇଆ ହେଲେ। କହିଲେ ଏଗୁଡ଼ିକ ସବୁ କ'ଣ ନା ଏ ଦେହଟି ମଧ୍ୟ ଆମର କଳ୍ପନା ମଧ୍ୟ ଆମକୁ ବନେଇଛି। ତେଣୁ କହିଲେ ଏ ସ୍ୱପ୍ନର ଜଗତ ଯେମିତି ସ୍ୱପ୍ନଟି ଦେଖିବା ଯେମିତି ଆବିଦ୍ୟକ ଥିଲା, ଜାଗ୍ରତ ଅବସ୍ଥାରେ ଆପଣ ଯେତେ ବଡ଼ ଯାହା କାମ କରୁଛନ୍ତି, ଏଗୁଡ଼ିକ ସବୁ କୁହାହେଉଛି ଅବିଦ୍ୟା ବୋଲି କୁହାଯାଉଛି। ତେଣୁ କହିଲେ କାହିଁକି ନା ଯେହେତୁ ଆମେ କହିଲେ ଅବିଦ୍ୟା କ'ଣ କାହିଁକି କହୁଛନ୍ତି? କହିଲେ ମୁଁ ତ ଜ୍ଞାନରେ ଭରା ହେଇଛି, ମୋତେ ଡିଗ୍ରୀ ସାର୍ଟିଫିକେଟ୍ କ'ଣ ଦରକାର? କହିଲେ ହଁ। କହିଲେ ମୁଁ ଆଉ ଯେଉଁ ପଢ଼ିଲେ କିଛି ମୂଲ୍ୟ ନାହିଁ? କହିଲେ ମୂଲ୍ୟ ଅଛି। ଆପଣଙ୍କର ଗୋଟେ ବିଷୟର ଅଜ୍ଞାନଟି ଦୂର ହେଲା, ଆପଣ ସେଇଥିରେ ଲର୍ଣ୍ଣେଡ଼ ହେଲେ, କିନ୍ତୁ ଆପଣ ହେଉଛନ୍ତି ସ୍ୱୟଂ ମାନେ ଯେଉଁଠୁ ହିଁ ଜ୍ଞାନ ଆସୁଛି ଆପଣ ହେଉଛନ୍ତି ସିଏ। ତେଣୁ ସେଇଠି ନ ଜାଣିବାରୁ ମୁଁ ଗୋଟେ ଉପାଧିକୁ ଖୋଜିଲି। ହେଲେ କ'ଣ ନା ଫେରେ କ'ଣ ମୁଁ ଗୋଟେ ଦେହଟିଏ ଖୋଜିଲି, ହେଲେ କ'ଣ କେଉଁଠି ମୁଁ ବସିକିରି ଭୋଗ କରିବି ବୋଲି ଖୋଜିଲି। ଏଠି କାହିଁକି ନା ମୁଁ ଅନନ୍ତ ସ୍ୱରୂପ, ମୁଁ ଚାରିଆଡ଼େ ଅଛି, ମୋତେ ଜାଗା ନାହିଁ ବୋଲି ମୁଁ ଖଣ୍ଡେ ଜାଗା ତିଆରି କଲି। ଏଇଟି ମଧ୍ୟ ଆବିଦ୍ୟକ। ତେଣୁ ଆପଣ ଜାଗ୍ରତ ଅବସ୍ଥାରେ ଯାହା ଯାହା କରୁଛନ୍ତି ଏଗୁଡ଼ିକ ସବୁ ଅବିଦ୍ୟାରୁ ହେଉଛି ବୋଲି ଏ କର୍ମଟିକୁ ମଧ୍ୟ ଅବିଦ୍ୟା ବୋଲି କୁହାଗଲା। ତେଣୁ ଅବିଦ୍ୟା ମାନେ କର୍ମ, ଇଏ କର୍ମ ଉପାସତେ। એટલે କର୍ମର ଉପାସନା କରିବାର ଅର୍ଥ କ'ଣ? କର୍ମନିଷ୍ଠ ହୁଅନ୍ତି, କର୍ମର ଆଚରଣ କରନ୍ତି। ହେଲେ ଯେଉଁମାନେ ଆଜ୍ଞା କର୍ମର ଆଚରଣ କରନ୍ତି ସେମାନେ ଅନ୍ଧକାର ଲୋକକୁ ପ୍ରବେଶ କରନ୍ତି। ଏଇଟା ହେଲା ତାର କ'ଣ ନା ଆକ୍ଷରିକ ଅର୍ଥ। ଯେଉଁମାନେ କର୍ମର ଉପାସନା କରନ୍ତି, ଅନୁଷ୍ଠାନ କରନ୍ତି, ତାଙ୍କର ଅନ୍ତିମ ପରିଣାମ ହେଲା ସେମାନେ ଅନ୍ଧକାରମୟ ଲୋକକୁ ଯାଆନ୍ତି। ଆପଣଙ୍କୁ ହୁଏତ ମିନିକି ଟିକେ ଟିକେ ଅଡ଼ ଲାଗିବ, କିନ୍ତୁ ଯେତେବେଳେ ଆପଣଙ୍କର ଆକ୍ଷରିକ ଅର୍ଥ ଲିଟରାଲ ମିନିଂ ଗୋଟିଏ
ଶାସ୍ତ୍ରରେ ଆପଣଙ୍କୁ ଠିକ୍ ନ ପଡ଼େ ସେତେବେଳେ ଆପଣ କ'ଣ ନା ତା'ର ଲକ୍ଷ୍ୟାର୍ଥକୁ ଆପଣ ନେବେ। ଥରେ ଗୋଟିଏ ଉଦାହରଣ ଦେଉଛି। ମନେ କରନ୍ତୁ ଜଙ୍ଗଲରେ ଜଣେ ଗୋଟିଏ ଆପଣମାନେ ଯାଉଛନ୍ତି, ଜଣେ ବନ୍ଧୁ ଆପଣଙ୍କୁ କହିଲା ହେ ଲାୟନ ଆସୁଛି, ଆପଣଙ୍କ କହିବେ କ'ଣ ପ୍ରକୃତରେ ଗୋଟେ ଲାୟନଟେ ଆସୁଛି। ଆଉ ଯଦି ଆପଣ କେଉଁ କ୍ଲବରେ ବସିଛନ୍ତି, ଆପଣଙ୍କ ସତ୍ସଙ୍ଗ ହଲ୍ରେ ବସିଛନ୍ତି, ଜଣକୁ ଆପଣ କହିଲେ ହେ ଏ ଲାୟନ ଇଜ୍ କମିଂ, ତ ସେଇଠି କ'ଣ ନା ଆପଣ ଦେଖୁଛନ୍ତି ଲାୟନ ତ କେହି ନାହିଁ, କହିଲେ ଫିର୍ କ'ଣ କହୁଛନ୍ତି ସମ୍ ଲାୟନ ଇଜ୍ କମିଂ, ହୁ ଇଜ୍ ଦ୍ୟାଟ୍ ଲାୟନ, କହିଲେ ଓ ସେ ଗୋଟେ ଲାୟନ କ୍ଲବର ଗୋଟେ ମେମ୍ବର ଗୋଟେ ଏମିତି ଗୋଟେ କଥା। କହିଲେ ଲାୟନ କ୍ଲବର ମେମ୍ବର ଆପଣ ଦେଖୁନାହାନ୍ତି ଗୋଟେ ଲାୟନଟେ, କିନ୍ତୁ ତାକୁ ଆପଣ କହୁଛନ୍ତି ଲାୟନ ବୋଲି। କହିଲେ ପଞ୍ଜାବ କେଶରୀ ଲାଲା ଲାଜପତ ରାୟ, କହିଲେ ଏଇ ପଞ୍ଜାବ ଲାୟନ କହିଲେ ସେ କ'ଣ ପଞ୍ଜାବରେ କ'ଣ ଗୋଟେ ଜଙ୍ଗଲର ଲାୟନ ସେ ନା। ତେଣୁ ଯେଉଁଠି ଆକ୍ଷରିକ ଅର୍ଥ ନ ଘଟୁଛି ସେଠି କ'ଣ ଆପଣ ତାହାର ବାଚ୍ୟାର୍ଥ ଲକ୍ଷ୍ୟାର୍ଥ କ'ଣ ଆମେ ବୁଝିବା। ତେଣୁ ଶାସ୍ତ୍ରରେ ଅନେକ ସମୟରେ ଆମେ ବାଚ୍ୟାର୍ଥକୁ ଲକ୍ଷ୍ୟାର୍ଥକୁ ନେଇ ଆମେ ଚାଲିବା। ତତୋ ଭୂୟ ଏବ ତେ ତମଃ ୟୟୁ ବିଦ୍ୟା ୟାଗମ ମତାଃ, ତତଃ ମାନେ ତସ୍ମାତ୍ ଆହୁରି, ଭୂୟ ଏବ ତମଃ ଭୂୟ ଏବ ତେ ତମଃ ୟୟୁ ବିଦ୍ୟା ୟାଗମ ମତାଃ, କହିଲେ ତତୋ ଭୂୟ ଇବ ତେ, କହିଲେ ସେମାନେ ଆହୁରି ଅନ୍ଧକାରକୁ ପ୍ରବେଶ କରନ୍ତି। କେଉଁମାନେ? ଆଗରୁ କହିଲା କେତେ ଲୋକଙ୍କର ଜୀବନ ହେଉଛି ଅନ୍ଧକାରମୟ, ତାଙ୍କ ଭବିଷ୍ୟତ ହେଉଛି ଅନ୍ଧକାରମୟ। ଆଉ ଏଠି କୁହାହେଲା ତାଠାରୁ ଅଧିକା ଅନ୍ଧାରରେ ପ୍ରବେଶ କରନ୍ତି। ତତୋ ଭୂୟ ଇବ ବୋଲି କୁହାହେଉଛି, ମାନେ ପରିଲା ପରି କୁହାହେଉଛି। ତମଃ ୟୟୁ ବିଦ୍ୟା ୟାଗମ ରତାଃ, କହିଲେ ଯେଉଁମାନେ ବିଦ୍ୟାରେ ରମଣ କରନ୍ତି, ଦୋଜ୍ ହୁ ଆର୍ ଡିଭୋଟେଡ୍ କମ୍ପ୍ଲିଟଲି ଟୁ ବିଦ୍ୟା। ଏଠି ବିଦ୍ୟାର ଅର୍ଥ କ'ଣ? ଏଠି ବିଦ୍ୟାର ଅର୍ଥ ଆତ୍ମଜ୍ଞାନ ନୁହେଁ। ସେଇଥିପାଇଁ ମୁଁ କ'ଣ କହୁଛି ଯେ ଆକୁ ଆମର ଆଦିଶଙ୍କର ସବୁ ତାକୁ ଭଲ ଭାବରେ ବୁଝି ଆମକୁ ବୁଝେଇଛନ୍ତି, ନହେଲେ ଆମେ କିଛି ବୁଝିପାରିବା ନାହିଁ। ବିଦ୍ୟା ୟାଗମରତାଃ, ବିଦ୍ୟାରେ ରମଣ କରନ୍ତି। ଏଠି ବିଦ୍ୟାର ଅର୍ଥ ହେଉଛି କ'ଣ? ଦେବତା ସମ୍ବନ୍ଧୀୟ ଜ୍ଞାନ, ଉପାସନା ସମ୍ବନ୍ଧୀୟ ଜ୍ଞାନ। ନାନା ପ୍ରକାର ଉପାସନା ଜ୍ଞାନରେ ଯେଉଁମାନେ ଉପାସନା କେମିତି କରାହେବ, କାହାକୁ କରାହେବ, କେଉଁ ଉପାସନାରେ କେଉଁ ପ୍ରକାର ଫଳ, ଏ କଥା ଉପନିଷଦରେ ମଧ୍ୟ ବୃହଦାରଣ୍ୟକ ଉପନିଷଦ, ଛାନ୍ଦୋଗ୍ୟ ଉପନିଷଦରେ ନାନା ପ୍ରକାର ଉପାସନା କଥା କୁହାଯାଇଛି। ପ୍ରାଣର ଉପାସନା, ସେଠି ସମ୍ବର୍ଗୀୟ ଉପାସନା କୁହନ୍ତି, ନାନା ପ୍ରକାର ଉପାସନା ଅଛି। କେତେବେଳେ ହୁଏତ ଆମେ ଦେଖିପାରନ୍ତି। କହିଲେ କ'ଣ ସେମାନେ କେବଳ ଉପାସନାରେ ରମଣ କରନ୍ତି, ବା ବର୍ତ୍ତମାନ ସମୟରେ ଆପଣ ସମ୍ବର୍ଗୀୟ ଉପାସନା ତ ଆମେ ବୁଝିପାରିବା ନାହିଁ। ପ୍ରାଣର ଉପାସନା କହିଲେ କେହି କରୁନାହାନ୍ତି। ଆମେ ବୁଝିପାରିବା କ'ଣ ନା ଏ ପୂଜାପାଠ ବୁଝିପାରିବା, ଆମେ ଜପ ବୁଝିପାରିବା, ଧ୍ୟାନ ଆମେ ବୁଝିପାରିବା। କହିଲେ ଏଇଗୁଡ଼ିକ ଯେଉଁମାନେ କରୁଛନ୍ତି ସେମାନେ କ'ଣ ତତୋ ଭୂୟ ଏବ ତେ ତମଃ, କହିଲେ ସେମାନେ ଆହୁରି ଅନ୍ଧକାର ଯାଇକି ପଡ଼ିବେ, ତାଙ୍କର ଭବିଷ୍ୟତ ଆହୁରି ଡାର୍କ। ତେଣୁ ଆପଣଙ୍କୁ ବହୁତ ଖରାପ ଲାଗିବ। କହିଲେ କ'ଣ ଇଏ କି ଶାସ୍ତ୍ର, ଇଏ କ'ଣ ଲେଖା ହେଇଛି? କହିଲେ କର୍ମ ଯିଏ କରିବ ତାର ଅନ୍ତିମ ପରିଣାମ ଅନ୍ଧକାର ଦୁଃଖ, ଫେରି ଉପାସନା ଯିଏ କରିବ ତାର ଅନ୍ତିମ ପରିଣାମ ଥିବ ଦୁଃଖ, ଆହୁରି ତାଠୁ ବଳି ଅନ୍ଧକାରରେ ପଡ଼ିବ। ଆପଣଙ୍କୁ ବହୁତ ଅବସର ଲାଗିବ। କହିଲେ ଶ୍ରୁତିମାତା ଏମିତି କ'ଣ କହୁଛନ୍ତି? କହିଲେ ଶ୍ରୁତିମାତାଙ୍କର ଉଦ୍ଦେଶ୍ୟ ନୁହେଁ କର୍ମକୁ ନିନ୍ଦା କରିବା ବା ଉପାସନାକୁ ନିନ୍ଦା କରିବା, କାହାକୁ ତାଙ୍କର ଉଦ୍ଦେଶ୍ୟ ନୁହେଁ। ଶ୍ରୁତିମାତା କହୁଛନ୍ତି କ'ଣ? କେବଳ ଗୋଟିଏ ଆଚରଣ କଲେ, ଇଣ୍ଡିପେଣ୍ଡେଣ୍ଟଲି ଆଚରଣ କଲେ ତା'ର ପରିଣାମ ହେଉଛି ଭୟାନକ। ଅନେକ ଲୋକ କେବଳ କର୍ମର ଆଶ୍ରୟ ନିଅନ୍ତି। ସବୁବେଳେ କର୍ମ ସମାନ ପ୍ରକାର ଫଳ ଦେଇପାରିବ ନାହିଁ। କୃତ୍ରିମ ମହଦଧୂ ପତନ କାରଣ ଫଳ ଅଶାଶ୍ୱତଂ ଗତି ନିରୋଧକମ୍। ଆପଣ ଆଜି କାମ କଲେ ଫଳ ମିଳିଲା, ଆପଣ କହିଲେ ଡ୍ୟୁଟି ଇଜ୍ ଗଡ୍, କାଲିକି ଦେଖନ୍ତୁ ଆଜ୍ଞା ସେଇ କାମ କରିବେ, ଆପଣ ସେଇ ଫଳ ପାଇବେ ବୋଲି କହିପାରିବେ ନାହିଁ। ମୁଁ ତ କାମ କଲେ ମୋତେ କାହିଁକି ଫଳ ମିଳିଲା ନାହିଁ, ସେଇଠୁ ଆସିବ ଫ୍ରଷ୍ଟ୍ରେସନ୍ ଆସିବ। କୃତ୍ରିମ ମହଦଧୂ ପତନ କାରଣ ଫଳ ଅଶାଶ୍ୱତଂ ଗତି ନିରୋଧକମ୍। କହିଲେ କ'ଣ ନା ଯେ କେବଳ କର୍ମର ଶରଣ ନେଉଛି, କେବଳ କର୍ମର ଆଶ୍ରୟରେ ରହୁଛି, ତା'ର ଭବିଷ୍ୟତ କ'ଣ ଅନ୍ଧକାର, ନଷ୍ଟ ହେଇଯାଆନ୍ତି। ଫେର୍ କହନ୍ତି କ'ଣ ଯେଉଁମାନେ କେବଳ ଉପାସନାର ଆଶ୍ରୟ ନିଅନ୍ତି ସେମାନେ ମଧ୍ୟ ନଷ୍ଟ ହେଇଯାଆନ୍ତି। କହିଲେ ଉଦାହରଣ, କର୍ମର ଉଦାହରଣ ଆପଣ ଦେଖୁଛନ୍ତି କେତେ ବଡ଼ ବଡ଼ ଆଚିଭର ମାନେ
किए गोटे कौन खेल शेष राउंड्रे टी कटिगला से सुइसाइड कर पकड़ा। बॉलीवुड दुनिया रे केते लोक सुइसाइड कर पकाउछन, इंडस्ट्रियलिस्ट लोक मैंने सुइसाइड कर पकाउछन। कौन कहीं से केवल कर्मर आश्रय नबार यही कौन आत्महत्या से कहते सीधा सड़क कौन जाओ अंधंगम प्रविशंति मैंने असुरिया नामते लोका जहाँ कहती से परिणाम बहुत दुखद होगा। क्या उपासना करके किए कार महती विनष्टि हो देखो। भूटान गोटे देश, भूटान कौन ना भूटान केवल थे विपासना विपश्चना ध्यान करने वाला तेणु से कौन तर गोटे नेशनल फिलोसफी नेशनल उपासना भाया एमती होगला। समस्ते बहुत उपासना करेंगे, कर्म किए कर से कर्मरू टे विमुख है। चीन अख्तियार नहीं गला, चीन शासन कला। तेणु कहले केवल उपासना कर बसले आम आगे अंतर्मुखी आम केवल ध्यानाभ्यासी एमती कहले हेनी। लोक बहुत समय कहती ये जो साधु सन्त वैष्णव मैंने थिले कहले देश को आक्रमण कले, बाहर लोक मैंने जो कौन करते से मंदिर में कौन करते ना ये सब महात्मा मैंने कौन करते कहले केवल उपासना करते। कौन खंजणी धरिक बजाते कि ताल धरिक बजाते कहले सिमती तो कौन ना अंधंगम प्रविशंति ये विद्या उपासते जो मैंने केवल उपासना करती ताठू से आहरी अंधकार लोक को प्राप्त करती। किंतु दुईटी जाक जदि आम मिसेक करवा तेज कौन बहुत परम कल्याणकारी हम। ये 10 नंबर मंत्र रे दिखाई अन्य देवाहु विद्या अन्यदाहुर विद्या इति शुश्रूमधीराणाम येनस्तद्विचचक्रे अन्यत एव आहु अन्यदेव आहु विद्या अन्यत आहु कहले अन्य माने पृथक विद्या विद्या अन्यत आहु अन्यत एव विद्या आहु कहले विद्या माने उपासना बोले उपासनार फल किसी भिन्न अन्यदाहु अविद्या अविद्या माने कर्म कहले कर्म आचरण कले कर्म अनुष्ठान कले तार फल गोटे प्रकार फल मिले। उपासना अनुष्ठान कले तार फल अन्य गोटे प्रकार मिले। अन्य माने पृथक कहले कर्मर फल भिन्न उपासनार फल भिन्न। ताने कहले क्या भिन्न भिन्न माने कौन शास्त्र अन्य जगह लिखा है जे विद्या विद्या देवलोक कर्मणा पितृलोक कहले विद्या माने देवता उपासना। देवता उपासना द्वारा जड़े देवलोक को प्राप्ति करें। स्वामीजी कौ काल केबे मरिबा केबे को देवलोक को प्राप्ति हो आमको ये समयटा आमर कहीं बर्बाद करेंगे। जो देवता उपासना द्वारा देवता उपासना उपासना बोली कहले उपासना उप माने समीप भगवान को निकटतर हवा भगवान को सम्मुखें बसवा कहले उपासना कौन हो पारे पूजा हो पारे जप हो पारे ध्यान हो पारे प्राणायाम हो पारे कौ मार्गर कौन गोटे उपासना हो पारे कहले कौन ना ता द्वारा कौन हम सेटा हूँ विद्यार उपासना। फिर विद्यार उपासना कहले उपासना बोली कहे उपासना करेंगे जदि ठीक जड़े बागरे न जाणिक कर से कौटे पहुँच जड़े कह मैं ध्यान करुँची सियाड़े निगूढ़ निदटी शोपड़ कहना मोर ध्यान कर कह बढ़िया लगे बोली घंटे पर उठिक कह सी शोई क्या ध्यान करती आग बुझिले तो हम आओ ध्यान रे कौन आज मत बहुत भल लगे कि भल लगे बोले यही सब गुड़िक हूँ भूल ध्यानटी करने ध्यान कौन ध्यान कर क्या ध्यान कर किमिति ध्यान कर तो जाणी जड़े कले हम खाली बसैले कौन ना केवल शोब लाभ हेनी बोले ध्यान जमी जप जमी पूजा जमी कहले सबुड़िक कहले पूजा मुझे दिने जन को पचारि कहली बाबा तुम तो जाऊच जो क्षीर नहीं जाऊच आ शिवलिंग अभिषेक करुच कौन कर अभिषेक कर स्वामीजी गायत्री मंत्र पढ़ी अभिषेक करुँच कहली बाबा ये तो ठीक कथा नहीं कहला कहीं गायत्री मंत्र कले कौन हेनी कि मुझे कहली जगन्नाथ आगे शिव पंचाक्षरी मंत्र गाइले
ଜଗନ୍ନାଥ କ'ଣ କହିବେ? ଆରେ ଦେଖ ସେଇଟା ମୁଣ୍ଡରେ କିଛି ନାହିଁ ବୋଲି କହିବେ। ତେଣୁ ସେ କ'ଣ ଦେବେ? କିଛି ଦେବେ ନାହିଁ। ତେଣୁ କହିଲେ କ'ଣ ନା ଉପାସନା ମଧ୍ୟ କେମିତି କରନ୍ତି ଶାସ୍ତ୍ରୀୟ ଭାବରେ ଆମକୁ ଜାଣିବାକୁ ପଡ଼ିବ। ସେଇଠି ଜାଣିକି ସେ ଅନୁସାରେ କରିବାକୁ ପଡ଼ିବ। ଶିବଙ୍କ ପାଖରେ ଆପଣ କ'ଣ କରିବେ? ଶିବଙ୍କୁ ବହୁତ ଡ୍ରେସିଂ ପେଣ୍ଟିଂ କରିବେ। ଆରେ ଶିବ ତ ହେଉଛନ୍ତି କ'ଣ ଶ୍ମଶାନବାସୀ, ତାଙ୍କର ଡ୍ରେସିଂ ପେଣ୍ଟିଂ କ'ଣ ଦରକାର? କୃଷ୍ଣଙ୍କୁ ଯଦି ବହୁତ ପଗଡ଼ି ଫଗଡ଼ି ମାରିକିରି ସୁନା ମୁକୁଟ ପିନ୍ଧିକିରି କରିବେ ଭଲ ହେବ। ଆଉ ଯାହାକୁ ଯେଉଁଟା ଆପଣ ଶାସ୍ତ୍ର ଯେଉଁଟା ବତେଇଛି ସେଇଟା କଲେ ହେବ ସିନା। ଅଭିଷେକ ପ୍ରିୟ ଶିବ, ଶିବ ଭଗବାନଙ୍କୁ ଟିକେ ଗାଧୋଇଲେ ବହୁତ ପ୍ରିୟ। ଆମ ଭକ୍ତମାନେ କ'ଣ ଗାଧୋଇଲା ବେଳେ ସେମାନେ କିଛି ବୁଝୁନାହାନ୍ତି। କୁଆଡ଼େ ଆରେ ଟିକେ ହାତ ମାରିକିରି ଭଗବାନଙ୍କୁ ଟିକେ ଗାଧୁଆ ଠିକ୍ରେ। ଅଭିଷେକ ପ୍ରିୟ ଶିବ, ଶୃଙ୍ଗାର ପ୍ରିୟ କେଶବ। ଆଉ ଏଇ ଯେଉଁ କୃଷ୍ଣ ଭଗବାନଙ୍କୁ ତାଙ୍କୁ ବହୁତ ଡ୍ରେସିଂ ପେଣ୍ଟିଂ ଦରକାର। କୁଆଡ଼େ ସେମାନେ ପରା ଯେତେବେଳେ ବୃନ୍ଦାବନରେ ଗାଈ ଚରିବାକୁ ଯାଉଥିଲେ କହିଲେ ସୌଖିନ ତ ଅଛି ଡ୍ରେସିଂ ପେଣ୍ଟିଂ ହେବାରେ, ଆଉ ମୁକୁଟ କୁଆଡ଼େ ମୁକୁଟଟେ ପିନ୍ଧିବେ କ'ଣ କରିବେ? କହିଲେ ସେଇ ଯେଉଁ ଗାଈମାନଙ୍କର ଯେଉଁ ପଘା ଥାଏ, ଦୌଡ଼ି ଥାଏ, ସେ ଦୌଡ଼ିରେ ବାନ୍ଧିକିରି ଗୋଟେ ମୁକୁଟ ବନେଇଦେବେ। ଆଉ ଫୁଲ କ'ଣ ନା ସେଇ ଗୋଟେ ବେଣା ଫୁଲ ଥିବ ସେଗୁଡ଼ାକ କାନରେ ଲଗେଇଦେବେ। ଯେମିତି ହେଲେ ତ ରାଜା ହେବା କଥା, ଗୋଟେ ରାଜା ହେଇକିରି ବସନ୍ତି ଆଉ କ'ଣ। କହିଲେ ଶୃଙ୍ଗାର ପ୍ରିୟ କେଶବ, ଅର୍ଘ୍ୟ ପ୍ରିୟ ଭାସ୍କର। ଶିବ ସୂର୍ଯ୍ୟ ଭଗବାନଙ୍କୁ ଆମେ ଟିକେ କ'ଣ ନା ଅର୍ଘ୍ୟ ଟିକେ ଦେଲେ ସେଥିରେ ପ୍ରୀତ। ବୋଲେ ଯାହାକୁ ଯେଉଁ ପ୍ରକାର ମୋର ଦେବତାମାନଙ୍କୁ ଯେମିତି ଉପାସନା କରାଯିବା କଥା ସେମିତି କଲେ ତାର ଫଳ ମିଳିବ। ବୋଲେ କ'ଣ କି ବୋଲେ ବିଦ୍ୟା ଦେବ ଲୋକ, ଏ ଦେବତାମାନଙ୍କର ଉପାସନା ଦ୍ୱାରା କହିଲେ ବିଦ୍ୟା ଦେବ ଲୋକ ବିଦ୍ୟା। ହଁ କହିଲେ ଆଜ୍ଞା ଖାଲି ଏମିତି ବଡ଼ ବଡ଼ ଭଗବାନ ଆଉ ପ୍ରେତ ଉପାସନା କହିଲେ ହେବ। ଭୂତ ପ୍ରେତ ଉପାସନା ବି କରନ୍ତୁ। କହିଲେ କ'ଣ ହେବ ନା ପ୍ରେତ ଯୋନି ପାଇବେ। ଆପଣ ମରିଲା ପରେ ପୁରା ଆପଣଙ୍କୁ ଗ୍ୟାରେଣ୍ଟି। ଏଇଟା ଗୀତାରେ ବି ଭଗବାନ ଲେଖୁଛନ୍ତି। କହିଲେ ପ୍ରେତ ଗୋଟେ ଅଛି, ଆପଣ ଅଛି କି ନାହିଁ କହିବା ପାଇଁ କିଏ ସେ? ଭଗବତ ଗୀତାରେ କୁହାଯାଇଛି ଯେ କ'ଣ ନା ଯିଏ ଭୂତ ପ୍ରେତର ଉପାସନା କରିବ ସେ ଭୂତ ଯୋନିକୁ ଯିବ, ପ୍ରେତ ଯୋନିକୁ ଯିବ, ପାଇବ। ଯିଏ ଯେମିତି କରିବ ସେ ସେମିତି ପାଇବ। ଆଉ ତେଣୁ ହଁ ଏଠି କୁହାହେଉଛି ଅନ୍ୟଦାହୁ ବିଦ୍ୟା, ଅନ୍ୟ ଦେବାହୁ ବିଦ୍ୟା, ଅନ୍ୟ ଦାହୁ ଅବିଦ୍ୟା। କହିଲେ ବିଦ୍ୟାର ଉପାସନା ଦ୍ୱାରା, ବିଦ୍ୟାର ଉପାସନାରେ କ'ଣ ନା ଦେବଲୋକକୁ ମଣିଷ ପ୍ରାପ୍ତି ହେବ। ଏବଂ କହିଲେ କେବେ ମରିଲା ପରେ ଦେବଲୋକ ପ୍ରାପ୍ତି ହେବ? କହିଲେ ଆଜ୍ଞା ନାଇଁ ବଞ୍ଚିଥିଲା ବେଳେ କ'ଣ ଲାଭ ମିଳିବ? ତତ୍କ୍ଷଣାତ୍ ତତ୍କ୍ଷଣାତ୍ ଦେବତାତ୍ମ ଭାବ ପ୍ରାପ୍ତି ହେବ। ଯିଏ କୃଷ୍ଣଙ୍କର ଉପାସକ ସେ କୃଷ୍ଣଙ୍କ ଭଳି ଯଦି ସେ ନିଜକୁ ସଜାଡ଼େ, କୃଷ୍ଣଙ୍କର ଐଶ୍ୱର୍ଯ୍ୟ ମଧ୍ୟ ତାଙ୍କୁ ପ୍ରାପ୍ତି ହୁଏ। ଯେ ଶିବଙ୍କର ଉପାସକ ସେ ଯଦି ନିଜକୁ ଶିବ ଭଳିଆ ରଖେ ତେବେ ଶିବଙ୍କର ସାମର୍ଥ୍ୟ ଶକ୍ତି ମଧ୍ୟ ତାଙ୍କ ପାଖକୁ ଆସେ। ଆଉ ତେଣୁ କହିଲେ ଆଜ୍ଞା ଏଗୁଡ଼ାକ ପ୍ରାପ୍ତି ହେଲେ କ'ଣ ହେବ? ଭଗବାନ ହେଉଛନ୍ତି ପୂର୍ଣ୍ଣ, ଆଉ ସେଇ ପୂର୍ଣ୍ଣତା ଆମ ପାଖରେ ମିଳିବ। ଆଉ କ'ଣ ମିଳିବ? ଐଶ୍ୱର୍ଯ୍ୟ ମଧ୍ୟ ମିଳିବ। ଐଶ୍ୱର୍ଯ୍ୟ ମିଳିବ କ'ଣ ନା ଅଣିମା ଲଘିମା ଆଦି କେତେ ଐଶ୍ୱର୍ଯ୍ୟ, ସେ ଐଶ୍ୱର୍ଯ୍ୟ କଥା ଆପଣ ଛାଡ଼ନ୍ତୁ। ସେ ଅଣିମା ଲଘିମା ହେଲେ ଆପଣ ଅଣୁ ପରିକା ହେଇଯିବେ, କେତେବେଳେ ମଶା ପରିକା ହେଇଯିବେ, କେତେବେଳେ ବିରାଟ ରୂପ ଧାରଣ କରିବେ। ଏଗୁଡ଼ାକ ତ ବେଶୀ ଲାଭ ନାହିଁ। ଐଶ୍ୱର୍ଯ୍ୟ ଭାବ ପ୍ରାପ୍ତି ହେବ। ଆପଣଙ୍କ ସାମ୍ନାରେ କେହି ଆପଣଙ୍କୁ କଥା କହିପାରିବେନି। କଥା ନ କହିପାରିବେ ମାନେ କ'ଣ? ପରାଭୂତ କରିବେ। ଅଯଥାରେ ଆମକୁ ଯେମିତି ଲୋକମାନେ ଅନେକ ସମୟରେ ନ ହେବା କଥା ଗୋଟେ 10ଟା କଥା କହିକିରି ସମୟରେ ନଷ୍ଟ କରନ୍ତି, ସେଇଭଳିଆ ଆପଣଙ୍କୁ କେହି କହିବେ ନାହିଁ। ଐଶ୍ୱର୍ଯ୍ୟ ଭାବ ପ୍ରାପ୍ତି ହେବ। ଆଉ ବହୁତ ଉପକାର ହେବ। ଆପଣ ବ୍ୟକ୍ତିତ୍ୱରେ ଯେଉଁପରି ଚେହେରାରେ ପରିବର୍ତ୍ତନ ଆସିବ, ଭିତରେ ପରିବର୍ତ୍ତନ ଆସିବ, ବାହାରେ ପରିବର୍ତ୍ତନ ଆସିବ। ଆପଣଙ୍କ ଧନ ଧାନ୍ୟ ସମୃଦ୍ଧି ହେବ। ସବୁ କଥା ହେବ। ସବୁ ପ୍ରକାର ଐଶ୍ୱର୍ଯ୍ୟ ପ୍ରାପ୍ତି ହେବ। ଜୀବନରେ ପରିପୂର୍ଣ୍ଣତା ଆସିବ, ଭିତରୁ ପରିପୂର୍ଣ୍ଣତା ଆସିବ। କିନ୍ତୁ କେବଳ କର୍ମର ଅନୁଷ୍ଠାନ କଲେ ଯେଉଁ ବ୍ୟକ୍ତି ମୁଁ ଡାକ୍ତର ହେବି, ମୁଁ ଇଞ୍ଜିନିୟର ହେବି, ମୁଁ କଲେକ୍ଟର ହେବି, ମୁଁ ରାଷ୍ଟ୍ରପତି ହେବି, କର୍ମଣା ଭିତରୁ ଲୋକ ବୋଲି କୁହାହେଉଛି। କର୍ମର ଉପାସନା ଦ୍ୱାରା ଆପଣ ଏହିସବୁ କଥା ପହଞ୍ଚି ପାରିବେ। କହିଲେ କର୍ମ ଦ୍ୱାରା ଆପଣ କ'ଣ ହେଇପାରିବେ? ଦେଶର ଆମ ପାଇଁ ମନୁଷ୍ୟ ଜୀବନରେ ସବୁଠୁ ସର୍ବୋଚ୍ଚ ପଦବୀ କ'ଣ? ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି। ଆଉ କ'ଣ ନା କହିଲେ ପରକାଳରେ କ'ଣ ନା ପିତୃଲୋକରେ ଯାଇ ପହଞ୍ଚିବା। ପିତୃଲୋକ ଗୋଟେ ବଡ଼ ଜିନିଷ। ସେଠି ମଧ୍ୟ କ'ଣ ନା ଏଇ ପୂର୍ବଜନ୍ମର କଥା ଗୁଡ଼ିକ ସବୁ ଆମକୁ ମନେ ଥାଏ। ଏବଂ ସେଇଟା ଗୋଟେ ବିଶେଷ ସଫଳତା ବୋଲି କୁହାଯାଏ ପରଲୋକରେ। କିନ୍ତୁ ସେ ଗୋଟେ ଲେଭେଲର ସଫଳତା। କର୍ମଣା ପିତୃଲୋକ, ବିଦ୍ୟା ଦେବଲୋକ। ବିଦ୍ୟା ମାନେ ଉପାସନା। ଉପାସନା ଦ୍ୱାରା ମଣିଷର ଅନୈଶ୍ୱର୍ଯ୍ୟ ଭାବ ଚାଲିଯାଏ।
ଭିତରେ ଯେଉଁ ଦାରିଦ୍ରତା ଥାଏ, ଯେତେ ସମ୍ପତ୍ତି ରୋଜଗାର କଲେ ମଧ୍ୟ ଆପଣଙ୍କ ମନରେ ଅସୁରକ୍ଷାର ଭାବ ରହିବ, ଅପୂର୍ଣ୍ଣତାର ଭାବ ରହିବ। ମୁଁ ଦେଇଦେଲେ ମୋର ସରିଯିବ, ଲୋକମାନେ ବୁଝିପାରନ୍ତି। ଦେଇଦେଲେ କେମିତି ସରିଯିବ? ଆପଣ ଯଦି କାହାକୁ କ'ଣ ଦେଲେ ସରିଯିବ, କେମିତି ସରିଯିବ? ଗୋଟେ କଥା ଦେଖନ୍ତୁ, ଏ ସଂସାରରେ ନ୍ୟୁଟନଙ୍କ ତୃତୀୟ ନିୟମ ତ ଲାଗୁଛି, ସେଇଟା ତ ଆପଣଙ୍କୁ କହିବେନି ଲାଗୁନାହିଁ ବୋଲି। ଆପଣ ଯାହା କରିବେ ଇକ୍ୱାଲ୍ ଅନ୍ ଅପୋଜିଟ୍ ଫଳ ତ ଆପଣ ପାଇବେ। ଯଦି ଆପଣଙ୍କୁ ଏତେ ଭୟ କରିବେ ଯେ ମୁଁ ଦେଇଦେଲେ ମୋତେ ଆଉ ଆସିବ ନାହିଁ, ଏ କଥା ତ ଏ ସୃଷ୍ଟିର ନିୟମର ବାହାରେ ଅଛି। ବରଂ ନ୍ୟୁଟନଙ୍କ ନିୟମ ତ ଗୋଟିଏ ବସ୍ତୁ ପାଇଁ ବୋଲି, କିନ୍ତୁ ଯେଉଁ ଈଶ୍ୱରଙ୍କର ନିୟମ, ଈଶ୍ୱରୀୟ ନିୟମ ଗୋଟେ କିଛି ଭିନ୍ନ ଜିନିଷ ପାଇଁ। ଧାନ, ଗୋଟିଏ ଧାନ ବୁଣିଲେ ଆପଣ 100ଟି ମଞ୍ଜି ଫଳିବ। ଆଉ କ'ଣ ନା ଏମିତି ଜୈବ କାର୍ଯ୍ୟରେ ଆପଣ ଯେତେବେଳେ କିଛି କାମ କରୁଛନ୍ତି, ସେଠି ଆପଣ ଗୁଣେ ଇନଭେଷ୍ଟମେଣ୍ଟ କଲେ ଆପଣଙ୍କୁ 100 ଗୁଣ 1000 ଗୁଣରୁ ମଧ୍ୟ ଫଳ ମିଳିବ। ଏ କଥା ବିଚାର ଯୋଗ୍ୟ। ତେଣୁ କହିଲେ କ'ଣ, ଭିତରୁ ପରିପୂର୍ଣ୍ଣତାର ଭାବ ଆସିବ, ଅଣ୍ଡରଷ୍ଟାଣ୍ଡିଂ ଆସିବ, ଆଉ କ'ଣ ଅସୁରକ୍ଷାର ଭାବ ଚାଲିଯିବ। ଏତେ କଥା ଦେବତା ଉପାସନା ଦ୍ୱାରା ଅଛି। ଅନ୍ୟ ଦେବାହୁ ବିଦ୍ୟା, ଅନ୍ୟ ଦାହୁ ଅବିଦ୍ୟା। ଅବିଦ୍ୟା ମାନେ କର୍ମ, କର୍ମର ଉପାସନା ଦ୍ୱାରା ଜଣେ ବ୍ୟକ୍ତି କ'ଣ ସମାଜରେ ଅସମ୍ମାନୀୟ ବ୍ୟକ୍ତି ସମ୍ମାନୀୟ ହୋଇପାରିବ, ଗରିବ ଲୋକ ଧନୀ ହୋଇପାରିବ, ଆଉ କ'ଣ ନା ଅବିଦ୍ୱାନ ଲୋକ ବିଦ୍ୱାନ ହୋଇପାରିବ। ଓ କର୍ମର କିଛି ଗୋଟେ ଅଲଗା ଫଳ ଅଛି। ଇତି ଶୁଶ୍ରୁମ ଧୀରାଣାମ ଏ ନଷ୍ଟ ଦ୍ୱିଚ ଚକ୍ଷୁରେ। ଇତି ଶୁଶ୍ରୁମ ଧୀରାଣାମ, ଇତି ଶୁଶ୍ରୁମ ଧୀରାଣାମ କହିଲେ ଆମେ କାହାଠୁ ଏଇଟା ଶୁଣିଛୁ ନା ଧୀର ପୁରୁଷଙ୍କଠୁ ଶୁଣିଛୁ। ଇତି ସୁଶ୍ରୁମ ମାନେ ଭଲ ଭାବରେ ଆମେ ଶୁଣିଛୁ। ସୁଶ୍ରୁମ ଏ ନଷ୍ଟ ଦ୍ୱିଚ ଚକ୍ଷୁରେ। କହିଲେ କାହାଠୁ ଆପଣ ଶୁଣିଛନ୍ତି ନା ଧୀର ଲୋକ, ଧୀର ପୁରୁଷ। କହିଲେ ଧୀର ପୁରୁଷ ମାନେ କ'ଣ? କହିଲେ ଧୀର ପୁରୁଷ ମାନେ କହିଲେ ଯେଉଁମାନେ ସୁଖ ଦୁଃଖରେ ସ୍ଥିର ହେଇ ରୁହନ୍ତି। କହିଲେ ଆମେ କାହିଁକି ଇଏ ଗୋଟେ କହିଦେଲେ ଆମେ କାହିଁକି ତାଙ୍କ କଥା ଶୁଣିବୁ? କହିଲେ ଧୀର ମାନେ କେଉଁମାନେ? କହିଲେ ଯେଉଁମାନେ ଦୁଃଖେଷୁ ଅନବିଘ୍ନ ମନଃ ସୁଖେଷୁ ବିଗତ ସ୍ପୃହା। କହିଲେ ସୁଖ ଦୁଃଖରେ ଯେଉଁମାନଙ୍କ ମନ ପୁରା ସ୍ଥିର ହୋଇଥାଏ, ଟିକେ ସୁଖ ବଢ଼ିଗଲେ ଉଛୁଳି ପଡ଼ିବା, ଏ କଥା ତାଙ୍କର ବିଲକୁଲ ସେ ଗୁଣ ନଥାଏ। କହିଲେ ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ମଧ୍ୟ ବ୍ୟକ୍ତିର ଚିତ୍ତ ଯଦି ପୁରା ସମାହିତ ଥାଏ, ସମାନ ଅବସ୍ଥାରେ ଥାଏ, ସମୁଦ୍ର ଭଳିଆ ଯାହାଙ୍କ ଚିତ୍ତ, ସମୁଦ୍ରରେ ପାଣି ଟିକେ ମିଶିଗଲେ ସମୁଦ୍ରର ପାଣିର ଲେଭେଲଟା ବଢ଼ିଯାଏ ନାହିଁ, ଆପୁର୍ୟମାଣ ଅଚଳ ପ୍ରତିଷ୍ଠା। କହିଲେ ଏଇଭଳିଆ ଯେଉଁ ଧୀର ପୁରୁଷ ସେଇମାନେ ଏମିତି କହୁଛନ୍ତି। କହିଲେ କ'ଣ ଧୀର ପୁରୁଷର ଆହୁରି ପରିଭାଷା କ'ଣ? ନ ବିକ୍ରିୟନ୍ତେ ଏଷାଂ ଚେତାଂସି। କହିଲେ ବିକାର ହେତୁ ସତି। କହିଲେ ଆଜି ସ୍ୱାମୀଜୀ ଆପଣ ଏବେ ଧୀର ପୁରୁଷ ଅଛନ୍ତି, ଆପଣଙ୍କ ସାମ୍ନାରେ 500 ଟଙ୍କି ନୋଟ ବସ୍ତା ବସ୍ତା, 2000 ଟଙ୍କି ନୋଟ ବସ୍ତା ବସ୍ତା, କିଏ ଜାଣି 2000 ଟଙ୍କା ଅଛି କି ନାହିଁ ଆପଣ ଜାଣୁଥିବେ, ମୁଁ ଖାଲି କଥାକୁ କହୁଛି। ହେଲେ ଆପଣଙ୍କ ସାମ୍ନାରେ ଯଦି ପକାଇ ଦିଆହେବ ଆପଣ ଲୋଭ କରିବେନି। ମୁଁ ଯଦି ଲୋଭ କଲି ମୁଁ ଧୀର ପୁରୁଷ ନୁହେଁ। ନ ବିକ୍ରିୟନ୍ତେ ଏଷାଂ ଚେତାଂସି ବିକାର ହେତୁ ସତି। ବିକାର ଆସିଲେ ବି ନିଜ ଯାର ମନ ଅବିଚଳିତ ରହିବ, ସେ ହେଉଛନ୍ତି ଧୀର ପୁରୁଷ। କହିଲେ ଆଚ୍ଛା ଧୀର କିଏ ହେଇପାରିବ? କହିଲେ ଯେ ବିରକ୍ତ ଚିତ୍ତବାଲା ସେମାନେ ଧୀର ପୁରୁଷ ହେଇପାରିବେ। ଯେଉଁମାନେ ଅନୁରକ୍ତ ଆସକ୍ତ ସେମାନେ ଆଦୌ ଧୀର ହୋଇପାରିବେ ନାହିଁ। କହିଲେ କ'ଣ ନା ଫେରେ କହିଲେ ଆଉ କିଏ ଧୀର ହୋଇପାରିବ? କହିଲେ ନିଜର ଲକ୍ଷ୍ୟ ପ୍ରତି ଯାର ଦୃଢ଼ ନିଷ୍ଠା ଅଛି, ମୁଁ IAS ପାଇବି। ଯଦି କିଏ ଗୋଟେ ଏମିତି ନିଷ୍ଠା ନେଉଛି, ତେବେ କ'ଣ ଯାହା ଶୁଣେ କାହିଁକି, ଯଦି କିଏ ବିଦ୍ୟାର୍ଥୀ କହୁଛି ମୁଁ IAS ପାଇବି, କଲେକ୍ଟର ହେବି, ତେବେ ସେ ଲକ୍ଷ୍ୟରେ ସେ ସ୍ଥିର ହୋଇ ରହିବା କଥା। ଆଉ କ'ଣ ଟିକେ ଆସିଲେ କ'ଣ ଆଜି ଗୋଟେ ଆଉ କ'ଣ ବଦଳିଗଲେ, ଖାଲି ଗୋଟେ ଆଉ କ'ଣ ବଦଳିଗଲେ, ତେବେ ସେ ତ ଧୀର ହୋଇପାରିବନି। ମହାତ୍ମା ଗାନ୍ଧୀଙ୍କୁ ଜଣେ ଧୀର ପୁରୁଷ ଲୋକ କହୁଥିଲେ, ଲକ୍ଷ୍ୟଟା ତାଙ୍କର ସ୍ଥିର ଥିଲା। କେତେ ବଡ଼ ବଡ଼ ସମସ୍ୟା ଆସିଲେ ମଧ୍ୟ ସେ ଅଟଳ ରହୁଥିଲେ। ଅଟଳ ବିହାରୀ ବାଜପେୟୀ ଯେମିତି ସେମିତି ହେଲେ କ'ଣ ଏମିତି ଧୀର ପୁରୁଷ ମାନେ। ଆଉ କହିଲେ ଆଜ୍ଞା ମୁଁ ଟିକେ ବି ଧୀର ଟିକେ ହେଇଥାନ୍ତି। ହଁ ହବ, ଭଲ କଥା, କ'ଣ ହେଲେ ହେବ? ଅସଙ୍ଗ ଶସ୍ତ୍ରୀନ ଦୃଢ଼େ ନିଷିଦ୍ଧ୍ୱା ତତଃ ପଦଂ ତତ୍ ପରିମାର୍ଜିତବ୍ୟମ୍। ହେଲେ ଆପଣ ଗୋଟେ ଖଣ୍ଡାଟିଏ ଧରୁନାହାନ୍ତି ଯେ ଆପଣଙ୍କୁ କ'ଣ ନା ଏଇ ଯେଉଁ ସଂସାର ଆପଣଙ୍କୁ ବାନ୍ଧି ବନ୍ଧା ପକାଉଛି ତାକୁ କାଟି ପକାଇବେ। କହିଲେ ସେ ଖଣ୍ଡାଟା କ'ଣ ଅଛି? ଅସଙ୍ଗ ଶସ୍ତ୍ର। କହିଲେ ମୁଁ ହେଉଛି ଅନନ୍ତ ବ୍ରହ୍ମ, ମୋର ଏ ସ୍ଥିର ଏ ମାଇକ ବସ୍ତୁ ସାଙ୍ଗେ, ମୋର ଏଇ ଚଳମାନ ବସ୍ତୁ ସାଙ୍ଗେ ମୁଁ ଅଚଳ ନିଶ୍ଚଳ
ନିର୍ବିକାରୀ ଚେତନ ସତ୍ତା ମୋର ଏମାନଙ୍କ ସାଙ୍ଗେ କି ସମ୍ପର୍କ ଅଛି, ମାନେ ଟେମ୍ପୋରାରୀ ମୋର ଆଶ୍ରୟରେ ସେମାନେ ଆଶ୍ରିତ, ମୁଁ କ'ଣ ତାଙ୍କ ଦ୍ୱାରା ପ୍ରଭାବିତ ହେବି? ଅସଙ୍ଗ ଶସ୍ତ୍ରୀଣ ଦୃଢ଼ ଚିତ୍ତ୍ୱା, ଆଉ ଯେ ଯେଉଁଠି ହେଲେ ଲାଗିଯିବ, ଏଇଟା ଭଲ ଏଇଠି ରହିଗଲି, ଏଇଟା ଶୁଣିବି, ଏଇଟା ଦେଖିବି, ଏଇଟା ଖାଇବି, ଯିଏ ରହିଗଲା ସିଏ ଆଉ କ'ଣ ସିଏ ଧୀର ପୁରୁଷ ହେଇପାରିବ ନାହିଁ। ହେଲେ ଧୀର ପୁରୁଷ ହେଲେ କ'ଣ ସ୍ୱମୃତତ୍ୱ ଆୟ କଳ୍ପତେ, ହେଲେ ଭଗବଦ୍ଗୀତାର କୁହାହେଉଛି ସେ ଧୀର ପୁରୁଷ ହିଁ କେବଳ ଅମୃତତ୍ୱକୁ ପ୍ରାପ୍ତ କରିପାରିବ। ତେଣୁ ହେଲେ ସେମିତି ଧୀର ପୁରୁଷ ତାଙ୍କଠୁ ଆମେ ଶୁଣୁଛୁ ଏତେ ସୁଷମ ଧୀରାଣାମ ଏନସ୍ତତ୍ ବିଚଚକ୍ଷୁରେ, ଯେଉଁମାନେ ୟାକୁ ବିଚଚକ୍ଷୁରେର ଅର୍ଥ ବ୍ୟାଖ୍ୟାତବନ୍ତ, ଯେଉଁମାନେ ତାକୁ ବ୍ୟାଖ୍ୟା କରିଛନ୍ତି ତାଙ୍କଠୁ ଆମେ ଏମିତି ଶୁଣିଛୁ। ଆପଣମାନେ ଗୋଟେ ପ୍ରଶ୍ନ ପଚାରି ପାରନ୍ତି, ଆଜ୍ଞା ଏ କଥାର ପ୍ରାକ୍ଟିକାଲି ୟୁଟିଲିଟି କ'ଣ? ଆମର ଗୁରୁଜୀ ଥରେ ଗୋଟେ କଥା କହୁଥିଲେ, ଆନ୍ଧ୍ରପ୍ରଦେଶରେ ଗୋଟିଏ କେଉଁ ଇଣ୍ଡଷ୍ଟ୍ରିକୁ ଗୁରୁଜୀଙ୍କୁ ଡକା ହେଇଥିଲା ପ୍ରବଚନ କରିବା ପାଇଁ। ସେଠି ସେ ଗଲେ, ଭିଜିଟ୍ କଲେ, ଆଉ ପ୍ରବଚନ କଲେ। ସେ ଯେ ତାଙ୍କର ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ସେ ଗୋଟେ କଥା କହିଲେ, ହି ୱାଜ୍ ଏ ମ୍ୟାନ୍ ଅଫ୍ ମେଡ଼ିଟେସନ୍। ତେଣୁ ସେ ଗୋଟେ ନିୟମ କଲେ, ଯେଉଁ ବ୍ୟକ୍ତି ଗୋଟେ ମେଡ଼ିଟେସନ୍ ହଲ୍ କଲେ, କହିଲେ ଗୋଟିଏ ଘଣ୍ଟା ଯେ ଏଠି ମେଡ଼ିଟେସନ୍ କରିବ ତାକୁ ସେ 7 ଆୱାର୍ସ ଡ୍ୟୁଟି କଲେ ମଧ୍ୟ ତାକୁ 8 ଆୱାର୍ସ ବୋଲି ହିସାବ କରାଯିବ, ଏବଂ କ'ଣ 100 ରୁପିଜ୍ ପ୍ଲସ୍ 100 ରୁପିଜ୍ ତାକୁ ବୋନସ୍ ଦିଆଯିବ। କିଛି ଲୋକ ଅନେକ ଲୋକ ଏମିତି ବାହାରିଲେ, କହିଲେ ଆଜ୍ଞା ଧ୍ୟାନ କରିବା ପାଇଁ ବସିକି ଯଦି ଶୋଇପଡ଼ିବ, କହିଲେ ନାଇଁ ତାଙ୍କୁ ସବୁ CCTV କ୍ୟାମେରା ଲଗା ହେଇଥାଏ, କେହି କିଛି ଶୋଇବାର ଚାନ୍ସ କିଛି ନଥାଏ। ଦେଖାଗଲା ଯେ କ'ଣ ପ୍ଲାଣ୍ଟର ପ୍ରଡକ୍ସନ୍ ବହୁତ ହେଲା, ଏବଂ କ'ଣ ପ୍ଲାଣ୍ଟରେ ଆଗରୁ ଯେଉଁ ହରତାଳ ହେଉଥିଲା, ଷ୍ଟ୍ରାଇକ୍ ହେଉଥିଲା, ସବୁବେଳେ ପ୍ଲାଣ୍ଟର ପ୍ରଡକ୍ସନ୍ କମୁଥିଲା, ସବୁବେଳେ ଷ୍ଟ୍ରାଇକ୍ ହେଉଥିଲା, ଅଶାନ୍ତି ହେଉଥିଲା, ଏସବୁ କଥା କମିଗଲା। ପୁଣି ଇଏ ଗୋଟେ ପ୍ରାକ୍ଟିକାଲ କଥା ଗୁରୁଜୀ କହୁଛନ୍ତି। ଆପଣ ଯଦି ଆମେ ଶୁଣିବା, ତେବେ କ'ଣ ନା କହିଲେ ମେଡ଼ିଟେସନ୍ ଯେମିତି ଗୋଟେ ଉପାସନାକୁ ସମସ୍ତେ ଧ୍ୟାନ କରିପାରିବେନି, ଯଦି କଲେ ବହୁତ ଭଲ କଥା, ଧ୍ୟାନ କରନ୍ତୁ, ପୂଜା କରନ୍ତୁ, ଜପ କରନ୍ତୁ, କ'ଣ କରନ୍ତୁ, ତା ସହିତ କର୍ମ କରନ୍ତୁ। ବର୍ତ୍ତମାନ ସମୟରେ ଆମ ସରକାର ବହୁତ ଚାଲାକ, କହିଲେ ନାଇଁ ପିଲାଙ୍କର ମାଇଣ୍ଡର ଡେଭଲପମେଣ୍ଟ କିଛି ଦରକାର ନାହିଁ, ଆମେ ବାହାର ଡେଭଲପମେଣ୍ଟ କରିଦେଲେ ସବୁ ହେଇଯିବ। କହିଲେ କ'ଣ ସ୍ମାର୍ଟ କ୍ଲାସ୍ କରିଦେବା ଯେ ପିଲାମାନେ ସବୁ ସ୍ମାର୍ଟ ହେଇଯିବେ, କିଛି ହେବନି। ଦୁଃଖାନ୍ତ ନ ଭବିଷ୍ୟତି, କହିଲେ ଦୁଃଖର କେବେ ଅନ୍ତ ହେବନି, ବରଂ ଆଉ ଦୁଃଖ ବଢ଼ିବ, ଦୁଃଖ କମିବ ନାହିଁ। ସେ ପିଲା ଆଗ ଟିଚରମାନେ କ'ଣ ନା ବହୁ ପରିଶ୍ରମ କରି ପିଲାଟିକୁ ଜ୍ଞାନ ଦେବା ପାଇଁ ଆତୁର ଭାବରେ କହୁଥିଲେ, ବର୍ତ୍ତମାନ କ'ଣ ରେଡ଼ିମେଡ଼୍ ଇଏ ଲଗାଇଦେବେ, କ'ଣ ସରକାର ଶିକ୍ଷାନୀତି ବଦଳିଛି, ଏବେ ଆମେ ସବୁ ସ୍ମାର୍ଟ କରିଦେବା ପିଲାକୁ। ତ ସେଥିରେ ଦୁଃଖାନ୍ତ ନ ଭବିଷ୍ୟତି, ବରଂ ଯଦି ଆମେ କହିବା ଯେ କ'ଣ କର୍ମ ସହିତ ଉପାସନାକୁ ଯଦି ସେମାନେ ଆଦରି ନେବେ, ତେବେ ଯେମିତି କହିଲି ପ୍ଲାଣ୍ଟର କ'ଣ ନା ପ୍ରଡକ୍ସନ୍ ବି ବଢ଼ିଲା, ଲୋକମାନଙ୍କର ହରତାଳ ବି କମିଲା। ତେଣୁ ଏଇ ଯେଉଁ ଦୁଇଟି ଯାକ ଜିନିଷ ହେଉଛି, ଏଇଠି ବର୍ତ୍ତମାନ ସମୟ ପାଇଁ ଏ କଥା ଆଜିକାଲି ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ କେତେ ପ୍ରକାର କ'ଣ କଥା କୁହାହେଉଛି, ଆଉ କ'ଣ ସ୍କିଲ୍ ଡେଭଲପମେଣ୍ଟ ଟେକ୍ନିକ୍ କ'ଣ କ'ଣ ବତା ହେଉଛି ସବୁ, ଆଉ କେତେ ସମୟରେ ଇଣ୍ଡଷ୍ଟ୍ରି ମାନଙ୍କରେ କ'ଣ ନା ଏଇସବୁ ପ୍ରକାର ସ୍ପିରିଚୁଆଲିଟିର ଡେଭଲପମେଣ୍ଟ ପାଇଁ କ'ଣ କାମ କରାହେଉଛି। କିନ୍ତୁ ଏ କଥା ଗୋଟେ ଆଦିମ ଯୁଗରୁ, ଆଦିମ କାଳରୁ ଆମ ଋଷିମାନେ ଏ କଥା ଉପଦେଶ କରି ଆସିଛନ୍ତି। ଇତି ସୁଷମ ଧୀରାଣାମ ଏନସ୍ତତ୍ ବିଚଚକ୍ଷୁରେ, ଯେଉଁମାନେ ଯେଉଁ ଧୀର ପୁରୁଷମାନେ, ଯେଉଁ ଧୀମାନ ପୁରୁଷମାନେ, ଯେଉଁ ଜ୍ଞାନୀ ତ୍ରିକାଳଦର୍ଶୀ ପୁରୁଷମାନେ ଆମକୁ ଉପଦେଶ କରିଛନ୍ତି, ସେମାନେ ଏମିତି ଉପଦେଶ କରି ଆସିଛନ୍ତି ବୋଲି ଏଠି ଶ୍ରୁତିମାତା 10 ନମ୍ବର ମନ୍ତ୍ରରେ କହୁଛନ୍ତି। ତେବେ ହେଲେ କ'ଣ ନା ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ଆସିପାରେ ଯେ କ'ଣ ଏ ଦୁଇଟା ଯାକ ମିଶେଇକିରି କରିବା, ଗୋଟେ ବିଦ୍ୟା ଆଉ ଗୋଟେ ଅବିଦ୍ୟା। କହିଲେ ଗୋଟେ ଜାଗାରେ ଅନ୍ଧାର ଥିବ ଆଉ ଆଲୁଅ ଥିବ, କହିଲେ ଏଇ ଅନ୍ଧାର ଆଉ ଆଲୁଅ ମିଶେଇକିରି କାମ କର। ଆଜ୍ଞା ଇଏ କି କଥା ହେବ? ଆଲୁଅ ଯେଉଁଠି ଅଛି ସେଠି ଅନ୍ଧାର ନାହିଁ, ଅନ୍ଧାର ତ ଯେଉଁଠି ଅଛି ଆଲୁଅ ନାହିଁ। ବିଦ୍ୟା ଅବିଦ୍ୟାର ଆପଣ କେମିତି ମିଶେଇକିରି କେମିତି କାମ କରିବେ? କହିଲେ ନାହିଁ, ଏଠି ସେଇ ପ୍ରକାର ବିଦ୍ୟା ଅବିଦ୍ୟା କଥା କୁହାଯାଉ ନାହିଁ। ଏଠି କୁହାହେଉଛି କ'ଣ ନା ଏଇଠି ଯେଉଁ ପ୍ରକାର କଥା କୁହାହେଉଛି ମିଶେଇକିରି କାମ କରିପାରିବେ। ଯେମିତି କ'ଣ ଏଠି କର୍ମ ଆଉ ଉପାସନା କଥା କୁହାହେଲା। କର୍ମ ଆଉ ଉପାସନା କହିଲେ କ'ଣ ନା ହନୁମାନଜୀ ଜଣେ ମହାକର୍ମନିଷ୍ଠ ଭକ୍ତ ଥିଲେ, କର୍ମନିଷ୍ଠ ଥିଲେ, ଭକ୍ତ ମଧ୍ୟ ଥିଲେ। ପ୍ରତ୍ୟେକ ମୁହୂର୍ତ୍ତରେ କର୍ମ କଲା ବେଳକୁ ମୁଁ ରାମଦୂତ ବୋଲି ନିଜକୁ ମନେ କରୁଥିଲେ। ମୋ ପାଖରେ ଅମାପ ବଳ, ଅମାପ ଶକ୍ତି, ମୁଁ ଆସିଛି ଭଗବାନଙ୍କ କାମ କରିବା ପାଇଁ, ମୁଁ ଭଗବାନଙ୍କ ପ୍ରତିନିଧି।
ଏବଂ ଭଗବାନଙ୍କ କାମ ଯେହେତୁ ମୁଁ ଅତ୍ୟନ୍ତ ସୁଚାରୁ ରୂପେ ମୁଁ ସମାପନ କରିବି, ଏ ପ୍ରକାର ଯେଉଁ ସ୍ଥିତି ଥିଲା କର୍ମ ଉପାସନା ବୋଲି କହିଲେ ହୁଏତ କେତେବେଳେ ଧ୍ୟାନ କଲେ ଆପଣ ଅଲଗା ବସି ଧ୍ୟାନ କରିପାରନ୍ତି, କିନ୍ତୁ କର୍ମ ଉପାସନା ମଧ୍ୟ ମିଶିକିରି ମଧ୍ୟ ହେଇପାରିବ। ମାନେ ମା ମନୁଷ୍ମର ଯୁଦ୍ଧସ୍ୱଚ, ଭଗବାନ ଗୀତାରେ କହିଲେ କ'ଣ, ଦେଖ ବାବା ଖାଲି ଯୁଦ୍ଧ କଲେ ହେବନି, ମୋତେ ମନରେ ରଖି ଯୁଦ୍ଧ କର। ଦେଖ କ'ଣ ନା ତୁମକୁ ବଳ ଆସିବ, ତୁମକୁ ଷ୍ଟ୍ରେସ୍ ହେବ ନାହିଁ, ତୁମର କର୍ମରେ ପରଫେକ୍ସନ୍ ଆସିବ। ମା ମନୁଷ୍ମର ଯୁଦ୍ଧସ୍ୱଚ, ସେମିତି ଅନେକ ଭକ୍ତଙ୍କ କଥା ଅଛି। ତେଣୁ ସେମିତି ଯେମିତି କରିଥିଲେ ସେମାନେ ସେହି ପ୍ରକାର କର୍ମ କରିବା ପାଇଁ ଏଠି କୁହାଯାଉଛି। ଆଚ୍ଛା, ତେଣୁ ତା 11 ନମ୍ବର ମନ୍ତ୍ର ଟିକେ ପଢ଼ିବା। ବିଦ୍ୟାଂ ଚ ୟତଦ୍ବେଦୋ ଭୟଂ ସହ ଅବିଦ୍ୟା ମୃତ୍ୟୁଂ ତୀର୍ତ୍ୱା ବିଦ୍ୟାମୃତମଶ୍ନୁତେ। ବିଦ୍ୟାଂ ଚ ୟତଦ୍ବେଦୋ ଭୟଂ ସହ ଅବିଦ୍ୟା ମୃତ୍ୟୁ ତୀର୍ତ୍ୱା ବିଦ୍ୟାମୃତମଶ୍ନୁତେ। ବିଦ୍ୟାଂ ଚ ଅବିଦ୍ୟାଂ ଚ ୟତଦ୍ବେଦ ଉଭୟଂ ସହ। ବିଦ୍ୟା କହିଲେ ଉପାସନା, ଦେବତା ଉପାସନା। ଅବିଦ୍ୟା କହିଲେ କର୍ମ। କର୍ମ କହିଲେ କ'ଣ? କର୍ମ କହିଲେ ଆପଣଙ୍କ ଲୌକିକ କର୍ମ ହେବ। ଲୌକିକ କର୍ମ ହେବ ମାନେ ବା ବୈଦିକ କର୍ମ ହେବ। ଲୌକିକ କର୍ମ କ'ଣ? ଆପଣ ଚାକିରି କରୁଛନ୍ତି, ଆପଣ ବ୍ୟବସାୟ କରୁଛନ୍ତି, ଏଗୁଡ଼ିକ ଲୌକିକ କର୍ମ। ବିଦ୍ୟା ଅବିଦ୍ୟା ଏଗୁଡ଼ିକ କୁହାହେଉଛି। କହିଲେ ବୈଦିକ କର୍ମ କ'ଣ? ଆମେ ଯଜ୍ଞ କରୁଛନ୍ତି, ନାନା ପ୍ରକାର ସକାମ ଯଜ୍ଞ କର୍ମ କରୁଛନ୍ତି। ଆଉ ଏମିତି ଗୁଡ଼ିଏ ସେଗୁଡ଼ିକ ବିଦ୍ୟା ବୋଲି କୁହାଯାଉଛି। ଆଉ ବିଦ୍ୟା କହିଲେ ଉପାସନା। ଯସ୍ତତ୍ ବେଦ ଉଭୟଗମ ସହ। ବେଦ ମାନେ ଜାଣିବା ଏଠି ନାହିଁ, ଏଠି ପାଳନ କରିବା କୁହାଯାଉଛି। ୟହ ତଦ୍ ବେଦ ଉଭୟଂ ସହ। କହିଲେ ଯେ ଉଭୟଙ୍କୁ ବେଦ ମାନେ ଅନୁଷ୍ଠାନ କରିବ, ସହ ମାନେ ଏକାବେଳକେ ଯିଏ ଅନୁଷ୍ଠାନ କରିବ, ସହ ମାନେ ଏକାବେଳକେ। ଅବିଦ୍ୟା ମୃତ୍ୟୁଂ ତୀର୍ତ୍ୱା, କହିଲେ ଅବିଦ୍ୟା ଦ୍ୱାରା ମୃତ୍ୟୁ ମାନେ ମୃତ୍ୟୁକୁ ପାର ହେବ। ବିଦ୍ୟା ଅମୃତମଶ୍ନୁତେ, ବିଦ୍ୟା ମାନେ ଉପାସନା ଦ୍ୱାରା ଅମୃତତ୍ୱକୁ ପ୍ରାପ୍ତ କରିବ। ଏହାର ଆମେ ଇମ୍ପ୍ଲାଏଡ୍ ମିନିଂ କ'ଣ ଦେଖିବା। ଉଭୟଂ ସହ ଉପାସତେ ବିଦ୍ୟାଂ ଚ ଅବିଦ୍ୟାଂ ଚ ୟସ୍ତତ୍ ବେଦ। ବେଦ ମାନେ ଅନୁଷ୍ଠାନ, ଏଠି ଅନୁଷ୍ଠାନ କହିଲେ ବେଦରେ ଆମର ଦୁଇ ପ୍ରକାର ଅନୁଷ୍ଠାନ କୁହାହେଉଛି। ଗୋଟିଏ ସହ ବା ଅନୁଷ୍ଠାନ ମାନେ ଆଚରଣ କରିବା, ପାଳନ କରିବା। ହେଲେ ଗୋଟିଏ କ୍ରମ ଅନୁଷ୍ଠାନ, ଗୋଟିଏ ହେଉଛି ସହ ଅନୁଷ୍ଠାନ। ସହ ଅନୁଷ୍ଠାନ ମାନେ ଡୁଇଂ ଟୁଗେଦର। ବର୍ତ୍ତମାନ ଆପଣମାନେ ମୋତେ ଦେଖିପାରୁଛନ୍ତି, ମୋ କଥାକୁ ଶୁଣୁଛନ୍ତି। ଦେଖିବା ଏବଂ ଶୁଣିବା ଦୁଇଟି ଯାକ ୱାର୍କ, ଦେ ଆର୍ ରନିଂ ଟୁଗେଦର। ଏହାକୁ ଆମେ ସହ ଅନୁଷ୍ଠାନ ବୋଲି କହିବା। ଆପଣ ଟିଭି ଦେଖୁଛନ୍ତି, ଭୋଜନ ମଧ୍ୟ କରୁଛନ୍ତି, ହେଲେ ସେଇଠି ହେଲା ସହ ଉପାସନା, ସହ ଅନୁଷ୍ଠାନ। ଖାଇବା କାମ ବି ହେଇପାରିବ, ଟିଭି ଦେଖିବା କାମ ବି ହେଇପାରିବ, ସେଠି ସହ ଉପାସନା। ଆଉ କହିଲେ କ୍ରମ ଉପାସନା କ'ଣ? କ୍ରମ ଉପାସନା ମାନେ ହେଲେ ଗୋଟିଏ କଲା ପରେ ଆଉ ଗୋଟିଏ କରିବେ। କହିଲେ ଟିଭି ମଧ୍ୟ ଦେଖୁଛି, ନିଘୋଡ଼ ନିଦରେ ମଧ୍ୟ ଶୋଇଛି, ଏ କଥାଟି ମିଛ କଥା କହିଲେ। କହିଲେ ଯଦି ଆପଣ ଟିଭି ଦେଖୁଛନ୍ତି, ଆପଣ ନିଦରେ ଶୋଇନାହାନ୍ତି। ଯଦି ଆପଣ ନିଦରେ ଶୋଇଛନ୍ତି, ଆପଣ ଟିଭି ଦେଖୁନାହାନ୍ତି। କାହିଁକିନା ଗୋଟିଏ ଆଉ ଗୋଟିର ବିରୋଧୀ। ସେଇଠି ହେଉଛି କ୍ରମ ଅନୁଷ୍ଠାନ, କ୍ରମ ଉପାସନା ବୋଲି କହିବା। ହେଲେ ଗୋଟିଏ ଆଗେ କରିବା, ତାପରେ ଆଉ ଗୋଟିଏ କରିବା। ତେଣୁ ଏଠି କ୍ରମ ଉପାସନା କଥା କୁହାଯାଇ ନାହିଁ, ଏଠି କୁହାଯାଇଛି ସହ ଅନୁଷ୍ଠାନ। ମାନେ ତାଙ୍କୁ ଏକାବେଳକେ ଆମେ ଆଚରଣ କରିବା। କହିଲେ ବିଦ୍ୟାଂ ଚ ଅବିଦ୍ୟାଂ ଚ ୟସ୍ତତ୍ ବେଦ ଉଭୟଗମ ସହ। ବେଦ ମାନେ ଅନୁଷ୍ଠାନ, ଉଭୟଂ ସହ କହିଲେ ଏକାବେଳକେ ଦୁଇଟି ଯାକ ଯିଏ ଅନୁଷ୍ଠାନ କରିବ। ଅବିଦ୍ୟା ମୃତ୍ୟୁଂ ତୀର୍ତ୍ୱା, ଅବିଦ୍ୟା ମାନେ କର୍ମ, କର୍ମ ଦ୍ୱାରା ସେ ମୃତ୍ୟୁକୁ ପାର ହେଇଯିବ। କର୍ମ କରିଦେଲେ ମଣିଷ ମୃତ୍ୟୁକୁ ପାର ହେଇଯିବ, ବହୁତ ବଡ଼ କଥା କହୁଛନ୍ତି। ମୃତ୍ୟୁ ମାନେ ମୁଁ ଯେମିତି ଆପଣଙ୍କୁ କହୁଥିଲି ଯେ ଗୋଟେ ହେଉଛି ଲିଟରାଲ୍ ମିନିଂ, ଗୋଟେ ହେଉଛି ଇମ୍ପ୍ଲାଏଡ୍ ମିନିଂ। ଏଠି ଲିଟରାଲ୍ ମିନିଂ ଦେଲେ ବଡ଼ ଅସୁବିଧା ହେବ। ଏଠି କ'ଣ କାମ କଲେ ଏମିତି ମଣିଷ, ଡାକ୍ତରୀ ବିଦ୍ୟାରେ ଆମର ଏଠି ପ୍ରିୟତା କାହିଁକି, ଆମ କିଏ ମୃତ୍ୟୁର ମା ଅମୃତଙ୍ଗମୟ। ସାରା ଡାକ୍ତର ସମାଜ ଲାଗି ଯେମିତି କେହି କିଛି କରିପାରୁନାହାନ୍ତି। ମୃତ୍ୟୁରୁ ଅମୃତତ୍ୱକୁ କେମିତି ନେବେ ବୋଲି ହେଇପାରୁନାହିଁ। କର୍ମ ଦ୍ୱାରା ମୃତ୍ୟୁକୁ ପାର ହେଇଯିବ। ମୃତ୍ୟୁର ଅର୍ଥ କ'ଣ ଏଠି?
विद्या अमृतम स्नुते कहले देवता उपासना द्वारा अमर अमृतत्व को प्राप्त करेंगे ये जिनसर अर्थ आम बुझा कौन ना कर्म द्वारा बोले आम कौन ना मृत्यु को पार हो मृत्यु क्या कहते कहले मृत्यु को पार हवा माने मृत्यु माने कौन आमर जो स्वाभाविक वासना इच्छा कर्म व्यवहार ताकू कहती मृत्यु बोली बोले कौन ना स्वाभाविक कौन कहले जहाँ नेचुरल इंस्टिंक्टिव लाइफ लीड करवा गोटे कुकुर को जदि ता मालिक मध्य भूल ता गोड़े ता लांजरे गोड़टी आमर पड़गला कुकुरटी गोटे चोट पकईदेव सी बुझे ना जे मोर मालिक मत एत भल पाती बाईचान्स भूल मो लांजरे गोड़टी पड़गला तार स्वभाव तार लांजरे अति प्रिय ता लांज को जी गोड़ पकईला सी भाव चोट पकईब तार हूँ स्वभाव कहले आगे आम एमती नुह आपण आम पूरा पूरी से कुकुर परिका आमर आम स्वभावस्तु प्रवर्तते स्वभाव नैव प्रकृति नैव मुच्यते यदि मुच्यते शनि शनि ये सब कथा आम सब कही आमको ये जगत व्यवहारिक जगत दुख किए दौर दुख केवल आमरी स्वभाव ही दौर स्वभाव बा आमर प्रकृति आमको ये दुख दौर जो जहाँ को पचार मु गोटे बह को पचारि तो शाशु शशुर एत बड़ धनी लोक तुम घरे एत बढ़िया अच्छा तू कहीं अलग हो तू सब पाई था कहीं अलग हो स्वामीजी से मैंने एमती कथा कहते से गुड़ाक मत सहन करना अच्छा कहली अच्छा से मैंने जमी कहते आम एमती के किसी कहूना तो ना मुझे कहूनी मुझे ना आम कहूबा मुझे अमृतमय वचन कहवा आपड़ जहाँ बुणवे ता पाइबे सी जमी कहते आपमती कहते बोले स्वामीजी कौन घर कथा घर कथा नुहे ये यूनिभर्साल घर कथा जो आड़े देखिए शाशु बहु झगड़ा हे कहीं ना बहु बोली जहाँ कह सी अगर घर गोटे झीटी आसी शाशु कौन ना माने कहले से अन्य गोटे घर स्त्री लोक से ता झीटी जहाँ कर सी कौन ना ताकू बहुत आदर ग्रहण कर जेहेतु से अन्य घर झीटी आसी सी आदौ सहन करना से कह सी खराब बोली आउ ये कह कौन ना सी खराब बोली ये जो शाशु बहु कथा कहली कहीं गुरु शिष्य होनी आउ एम्प्लयर एम्प्लॉय होनी ये समाज मित्र मित्र भितर होनी भक्त भक्त भितर होनी कौटे होनी ये संसार जिते झंझट झगड़ा चली तार गोटे कारण है आमर कौन जो प्रकृति जो स्वभाव तेणु आम कौन आम आमर वासना पूर्ण कौ जन्मर कौन गोटे वासना धरी आसी माइंड सेट धरी आसी ए जन्म कि भी तैयारी कले दुर्बुद्धि किसी तैयारी कले ये सब दुर्बुद्धि आम जो व्यवहार कर व्यवहार भल केमती हम कार कार प्रकृति कौन है आउ कार प्रकृति आउ कौन हम से जो आम दुखर कारण समाज में से ये सत्य मत से कथा कहना कौन कौन कहले मृत्यु तीर्वा कौन कहले अविद्या मृत्यु तीर्वा कहले किम जगह मृत्यु को मानी जो स्वाभाविक प्रकृति आमर आपको आम केमती आम दूर करवा कहले कर्म कले आपण कर्म कर्म आचरण कले आपणकर से जो भीतर जो विकार भीतर जो वासना ये सब ठीक हो कौ कर्म कहले लौकिक कर्म कले ठीक हे बर्तमान देखो स्कूल कॉलेज सब बंद होगला कोविड लॉकडाउन हो बंद होगला पिला भितर जहाँ दुर्बुद्धि थी सब बाहर आ जो मैंने चोर खंड थे कौन से बसी रही आइडल माइंड डेविल्स वर्क्स प्रकृति सब बढ़ला समाज यदि कहे कौ लोक झगड़ा कर कहले जो मैंने आइडल माइंड से बस ये काम कर देखो जदि कर्मठ आचरण ठीक भाव में करती अविद्या मृत्यु तीर्वा जड़े जदि सत् भाव में कर्म करके जड़े विनर हाँपाई चाहिए तेरे तार स्वाभाविक प्रकृति तार प्रवृत्ति सब दूर हो तो लौकिक कर्म कथा मुझे कहूँ जब वैदिक कर्म कथा कह से जो श्रृंखला कहतनी बहुत श्रृंखला एत तले आपण को बस एमती बस
ଜଣେ ମହାତ୍ମାଙ୍କ ପାଖକୁ ଜଣେ ଭଦ୍ରବ୍ୟକ୍ତି ଆପଣ ଆମ ଭଳିଆ କଥା କଥିତ ଶିକ୍ଷିତ ଲୋକ ଗଲେ ଯାଇକି ପହଞ୍ଚିଲେ ମହାତ୍ମାଙ୍କ ପାଖରେ ନେଇ ଚେୟାରଟେ ଲଗେଇକି ବସି ପଡ଼ିଲେ। ସେ କହିଲେ ନିଚେ ବିଟ୍ ହଁ ହ୍ୱାଟ୍ ଟାଇପ୍ ଅଫ୍ ପିପୁଲ୍ ଆର୍ ଦେ ଅଟୋକ୍ରାଟ୍ସ ହଁ ମୋତେ ନିଜେ ବିଟ୍ ବୋଲି କହୁଛନ୍ତି ହଁ ଏ କ'ଣ ନା ଏଇଟା କ'ଣ ସବୁ ଏଇଟା ହେଉଛି ଆମର ପ୍ରକୃତି। ଆରେ ତୁମେ କାହା ପାଖକୁ ଗୁରୁଙ୍କ ପାଖକୁ ଯାଇଛ କ'ଣ ନା ସେଠି ଆମେ ଶାସିତ ହେଲେ ସିନା ଯାଇକରି କିଏ ଶିଷ୍ୟ ଯିଏ ଶାସନକୁ ସ୍ୱୀକାର କରିବେ ସେ ସିନା ଶିଷ୍ୟ। ଆପଣ କିଏ ଶିଷ୍ୟ ଆପଣ କାହିଁକି ତାଙ୍କ ପାଖକୁ ଯାଇଛନ୍ତି ତାଙ୍କ ପନିସମେଣ୍ଟକୁ ଆପଣ କମ୍ପ୍ଲେନ୍ କରୁଛନ୍ତି। ତେଣୁ କହୁଛି ଯଦି ଆମେ କର୍ମକୁ ଠିକରେ ହଁ ଏଇଟା କ'ଣ ହେଲା ଆଜ୍ଞା ଏଇଟା ହେଲା ଶାସ୍ତ୍ରୀୟ ବ୍ୟବହାର। ସେଇଟା କ'ଣ ନା ମୁଁ ବି ମଣିଷ ସେ ବି ମଣିଷ। ଏଇ ଯେଉଁ ବୁଦ୍ଧି କ'ଣ ଏଇଟା ହେଉଛି ଦୁର୍ବୁଦ୍ଧି ସଂସ୍କୃତି ସମ୍ପନ୍ନ ବୁଦ୍ଧି ଏଇଟା ନୁହେଁ। এইটা আপনার প্রাকৃত বুদ্ধি আর সংস্কৃত বুদ্ধি কোণ আচার্য দেব ভব অতিথি দেব ভব পিতৃদেব ভব মাতৃদেব ভব সব কথা কোণ সব দেবতার উপরে ভগবান বলে কুহ গুরু ঈশ্বর গুরুরাত্মীতি মূর্তি ভেদ বিভাগনে ঈশ্বরঙ্কর উপাসনা গুরুঙ্ক দেহরে কর বলে কুহযাଉଛି। ଆଉ ତୁମେ କ'ଣ ବତଉଛ ମୁଁ ତ ମଣିଷ ସେଇ ତ ମଣିଷ ଏଇଟା କେଉଁ ପାଠରେ ଲେଖା ହେଇଛି। ତେଣୁ ହେଲେ କ'ଣ ଅବିଦ୍ୟା ମୃତ୍ୟୁ ତ୍ୟକ୍ତ୍ୱା ଯଦି ଆମେ କର୍ମକୁ ଲୌକିକ କର୍ମ କରିବା ଆମେ କିଛି ଆମର ପ୍ରାକୃତ ସ୍ୱଭାବ ଯେଉଁ ପାଶବିକ ବୁଦ୍ଧିକୁ ଆମେ ଉପରକୁ ଯିବା ଏବଂ ତାଠାରୁ ଆହୁରି ମଧ୍ୟ କ'ଣ ହେଲେ ବୈଦିକ କର୍ମ କଲେ ଆପଣଙ୍କୁ ଏମିତି ଡିସିପ୍ଲିନ୍ ହେବାକୁ ପଡ଼ିବ ଯେ କ'ଣ ଆପଣ ଆମେ ସବୁ ପୁରା ସଂସ୍କୃତି ସମ୍ପନ୍ନ ହୋଇଥିବା ସୁନ୍ଦର ହୋଇଥିବା ବ୍ୟକ୍ତିତ୍ୱ ଭିତରୁ ଆପଣଙ୍କ କଥା ଗୋଟେ ସାଧାରଣ ଲୋକ ଭଳିଆ କଥା ନାହିଁ ଶାସ୍ତ୍ରୀୟ ମର୍ଯ୍ୟାଦା ଶାସ୍ତ୍ରୀୟ କଥାବାର୍ତ୍ତା ଅତି ସୁନ୍ଦର ବ୍ୟବହାର ଯାହା କୁହନ୍ତି ତାହା ହୋଇପାରିବ। ତେଣୁ ବିଦ୍ୟା ମୃତ୍ୟୁଞ୍ଜୟା ବିଦ୍ୟା ଅମୃତମ ସ୍ମୃତେ କହିଲେ ବିଦ୍ୟା ମାନେ ଦେବତା ଉପାସନା ଦ୍ୱାରା ଅମୃତମ ସ୍ମୃତି ଅମୃତ ବୋଲି କହିଲେ ଦେବତାତ୍ମ ଭାବକୁ ପ୍ରାପ୍ତି କରିବେ। ମୃତ୍ୟୁ ପରେ ଆମେ କହିଲେ ଯେ ଶିବଙ୍କ ଉପାସନା ଉପାସକ ସେ ଶିବ ଲୋକକୁ ଯିବ ଯେ ରାମଙ୍କ ଉପାସନା ସେ ସାକେତ ଧାମକୁ ଯିବ ଯେ କୃଷ୍ଣଙ୍କ ଉପାସନା ସେ ବୈକୁଣ୍ଠ ଲୋକକୁ ଯିବ ତାପରେ ତା'ର କ୍ରମମୁକ୍ତି ହେବ। ହେଲେ ଇହ କାଳରେ କ'ଣ ହେବ ନା ତା'ର ବ୍ୟକ୍ତିତ୍ୱରେ ଚମକ ଆସିବ ଏତେ ସୁନ୍ଦରତା ଆସିବ ଐଶ୍ୱର୍ଯ୍ୟ ଆସିବ ଲୋକମାନେ ତାଙ୍କୁ ଦେବତା ଭଳି ପୂଜା କରିବେ। ମୁଁ ଏବେ ଯଦି ଏ ଦୁଇଟିର ଉଦାହରଣକୁ ଆପଣଙ୍କୁ ଆମ ପାଖରେ ଥିବା ଉଦାହରଣ କହିବି ଆମର ପୂଜ୍ୟ ଗଜପତି ମହାରାଜ ହେଲେ କ'ଣ ନା ଜଗନ୍ନାଥଙ୍କ ପରମ ଭକ୍ତ ବୋଲି ଆମେ କହୁଛନ୍ତି। କହିଲେ କ'ଣ କହିଲେ ଚଳନ୍ତି ଜଗନ୍ନାଥ ଆମେ କହୁଛନ୍ତି କହିଲେ କ'ଣ ନା ଜଗନ୍ନାଥଙ୍କ ଉପାସକ ଜଗନ୍ନାଥଙ୍କ ପରିକା ହୁଅନ୍ତି। ତେଣୁ ଲୋକମାନେ କ'ଣ ତାଙ୍କୁ ସେଇଭଳିଆ ମଧ୍ୟ ସମ୍ମାନ କରନ୍ତି ଭକ୍ତି କରନ୍ତି ତାଙ୍କର ଐଶ୍ୱର୍ଯ୍ୟ ମଧ୍ୟ ସେହି ପ୍ରକାର ବି ଆସେ। ଆଉ କେତେ ଉଦାହରଣ ଯେ ଅଛି ମୁଁ ଆପଣଙ୍କ ନିକଟରେ ବୋଲି କହିଲି କର୍ମଣା ପିତୃଲୋକ ଯଦି ଜଣେ କର୍ମକୁ ଠିକ୍ ଭାବରେ ଲୌକିକ କର୍ମକୁ ବି ସୁନ୍ଦର ଭାବରେ ସେ ଜାଣିପାରିବ ଯଦି ଜଣଙ୍କର ବ୍ୟକ୍ତିତ୍ୱକୁ ସେ ଜଣେ ସମ୍ଭାଳି ପାରିବ ତେବେ କ'ଣ ମୁଁ ରାଜନେତା ନୁହେଁ କହିଲେ କିଛି ଖରାପ ହେବେନି। ନବୀନ ପଟ୍ଟନାୟକ ମଧ୍ୟ ଆମ ପାଖରେ ଆମ ରାଜ୍ୟରେ ଜଣେ ସୁନ୍ଦର ଆଦର୍ଶ ବ୍ୟକ୍ତି ବୋଲି କହିବା ଯିଏକି ତାଙ୍କ ପ୍ରକୃତିକୁ ବହୁତ ସମ୍ଭାଳିକରି କାମ କରନ୍ତି। କହିଲେ ଆମକୁ ଯେତେବେଳେ ଯାହା ମନକୁ ଆସିଲେ ଆମେ ତାହା କହିଦେଉଛୁ। ଆଉ ଆପଣ ଆମ ଭିତରେ ଅତି ନିକଟରେ ଥିବା ଉଦାହରଣ ବୋଲି ମୁଁ ଦେଲି କହିଲି। ତେଣୁ କହିଲେ କ'ଣ ଯଦି ଆମେ ଏପରି ଯଦି ଲୌକିକ କର୍ମକୁ ଆମେ ଆଚରଣ କରିବା ତେବେ କର୍ମଣା ପିତୃଲୋକ କୁହାଯାଉଛି। ପିତୃଲୋକ ତ ବହୁତ ବଡ଼ କଥା ମୃତ୍ୟୁ ପରେ ଆପଣ ସେଠିକି ପହଞ୍ଚିବେ। ବର୍ତ୍ତମାନ ଇହ କାଳରେ ମଧ୍ୟ ଆପଣ ଇହ କାଳର ସର୍ବଶ୍ରେଷ୍ଠ ସ୍ଥିତିକୁ ଯାଇପାରିବେ କିନ୍ତୁ ସେଇଠି କ'ଣ ଇଟ୍ ମଷ୍ଟ ବି ଏଣ୍ଡାଉଡ୍ ୱିଥ୍ ହ୍ୱାଟ୍ ନା ଇଟ୍ ମଷ୍ଟ ବି ଏଣ୍ଡାଉଡ୍ ୱିଥ୍ ଦେବତା ଉପାସନା। ଦେବତା ଉପାସନା ନହେଲେ କହିଲେ ଆଗେ ଯେଉଁ ସ୍ଥିତି କୁହାହେଉଥିଲା ହେବ। କହିଲେ କ'ଣ ନା କର୍ମଣା ପିତୃଲୋକ ବିଦ୍ୟା ଦେବଲୋକ କହିଲେ ଦେବତାତ୍ମ ଭାବ ପ୍ରାପ୍ତି ହେବ। ଆଉ ଯେହେତୁ ମନେ ପଡ଼ୁଛି କଥାଟି କହୁଛି ଯେ କ'ଣ ଜଣେ ଶଙ୍କରାଚାର୍ଯ୍ୟଙ୍କ ପାଖକୁ କେତେ ଜଣ ବିଦ୍ୱାନ ଲୋକ ଯାଇଥାନ୍ତି ମହାତ୍ମା ମାନେ ବି କିଛି କିଛି ପ୍ରସାଦ ଦିଅନ୍ତି ଉପହାର ଦିଅନ୍ତି। କହିଲେ ସେ ଗୋଟିଏ ସିଏ କାଞ୍ଚି ଶଙ୍କରାଚାର୍ଯ୍ୟ ହେଲେ କ'ଣ ଗୋଟିଏ ଜୟେନ୍ଦ୍ର ସରସ୍ୱତୀ ନା କ'ଣ କହିଲେ ଗୋଟିଏ ସ୍ଥାନରେ ଗୋଟିଏ କୁଡ଼ିଆଟେ କରିକି ରହୁଥାନ୍ତି। ଆଉ ସେଠି ଶିଷ୍ୟମାନଙ୍କୁ କ'ଣ ଏକାନ୍ତ ବାସ କରୁଥାନ୍ତି ଶାସ୍ତ୍ର ଅଧ୍ୟୟନ କରୁଥାନ୍ତି ଯାଇକରି ଏମିତି ରହୁଥାନ୍ତି। କହିଲେ
ଆଉ ଆରେ ଯେଉଁ ବିଦ୍ୱାନ ଲୋକମାନେ ଆସିଛନ୍ତି ତାଙ୍କୁ ଟିକେ ସମ୍ମାନିତ କରିବା, ଟିକେ କେତେ ଖଣ୍ଡ ଶାଲ୍ କେତେ ଖଣ୍ଡ ନେଇ ଆସ। ଆଜ୍ଞା ଶାଲ୍, ଇଏ ଜଙ୍ଗଲରେ ଶାଲ୍ କେଉଁଠି ଆସିବ? କହିଲେ ଯାହା ଦେଖ ନା କେଉଁଠି ଅଛି, ଯା ଦେଖ। ଦେଖ ବୋଲି କହୁ ଗନା ସାଙ୍ଗେ ସାଙ୍ଗେ ସେଠି ଶାଲ୍ ଅଛି, ନୂଆ ନୂଆ ଶାଲ୍, ଯେତେ ଜଣ ଅଛନ୍ତି ସେତେ ଜଣଙ୍କ ପାଇଁ ଶାଲ୍ ଅଣା ହେଲା। କହିଲେ କନା ତାଙ୍କୁ ଆଣି ଦେଖ ଆସୁଛନ୍ତି ହେଲା। ଇଚ୍ଛା କରିବା ମାତ୍ରକେ ମଧ୍ୟ ଏହି ପ୍ରକାର ଐଶ୍ୱର୍ଯ୍ୟ ଭାବ ମଧ୍ୟ ଆସେ। ଆଉ ଜୀବନରେ ହୀନମାନ୍ୟତା କିଛି ରୁହେ ନାହିଁ, ପରିପୂର୍ଣ୍ଣତାର ଭାବ ଆସେ। ତେଣୁ ମୋର ଏତିକି କହିବାର କଥା ଅଛି ଯେ ଆମେ ଯଦି ସମସ୍ତେ କର୍ମ ସହିତ ଉପାସନାକୁ ଆମେ ମୋ ଜୀବନରେ ସାଥୀ କରିବା, ତେବେ କ'ଣ ଆମ ଜୀବନ ବହୁତ ସୁନ୍ଦର ହେଇ ଉଠିବ। ଏତିକି ସତ୍ୟ ମାତାର ଉଦ୍ଦେଶ୍ୟ ବୋଲି ମୁଁ ଆଜି ଏତିକି କହୁଛି। ବର୍ତ୍ତମାନ ଆମକୁ ସାଙ୍ଗେ ସାଙ୍ଗେ 8ଟାରୁ ଗୋଟିଏ ଅଲଗା ମିଟିଂ ଗ୍ଲୋବାଲ୍ ହେଲ୍ଥ ସହିତ ଅଛି। ଆଉ ମୁଁ ଆଜି ଏଠି ମୋ ବାଣୀକୁ ବିରାମ ଦେଇ ରହୁଛି। पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। ओम शांति शांति शांति। हरि ओम श्री गुरुभ्यो नमः। हरि ओम।